ଆରେ କେତେ ଜୋରେ ବର୍ଷା ପବନ ହେଉଛି। କାହିଁକି ଯେ ମୁଁ ବର୍ଷା ହେବା ଆଗରୁ ମୋ ଘରକୁ ମରାମତି କଲିନି। ଏମିତି ଆଉ କିଛି ସମୟ ବର୍ଷା ଦେଲେ ତ ମୋ ଘର ଭାଙ୍ଗିଯିବ। ବଗର କଥା ସରିଛି କି ନାହିଁ, ପବନ ଯୋଗୁଁ ତା ଘର ତଳେ ପଡ଼ି ଭାଙ୍ଗିଗଲା। କଣ ସର୍ବନାଶ ହେଇଗଲା। ମୋ ଘର ଏଇ ପବନରେ ଭାଙ୍ଗିଗଲା। ଏବେ ମୁଁ ଏଇ ଝଡ଼ ବର୍ଷା ରାତିରେ କୋଉଠିକି ଯିବି? ନା, ଏମିତି ବସି ରହିବିନି। ଆଗକୁ ଯାଇ ଆଜି ରାତି ରହିବା ପାଇଁ ଆଶ୍ରୟ ଖୋଜି ଦେଖେ। ଏମିତି କହି ବଗ ଆଗକୁ ଗଲା। କିଛି ଦୂର ଗଲା ପରେ ସେ ଦେଖିଲା ଗୋଟେ ଗଛ ତଳେ ଏକ ବଡ଼ କଖାରୁ ଘର ଅଛି। ଆରେ ଆରେ, ଏଠି ଏତେ ବଡ଼ ଗୋଟେ କଖାରୁ ଘର ଅଛି। କିଏ ଘରେ ରହୁଛି? ମୁଁ ଯାଇ ତାକୁ ସାହାଯ୍ୟ ମାଗେ। କିଏ ଅଛ ଏ ଘରେ? ଦୟାକରି କବାଟ ଖୋଲ। ଆରେ, କବାଟ ତ ଖୋଲା ଅଛି। ମୁଁ ଭିତରକୁ ଯାଏ। ବା, ଏ ଘରେ ତ କେହି ବି ନାହାନ୍ତି। ଆଜିଠୁ ଏ ଘର ମୋର। ଯଦି କାଲି କିଏ ଆସି ମତେ ଏ ଘର ମାଗେ, ମୁଁ ତାକୁ ଜମା ଦେବିନି। ସେଦିନ ରାତିରେ ବଗ ଆରାମରେ ସେ ଘରେ ଶୋଇଲା। ପରଦିନ ସକାଳେ ସେ କଖାରୁ ଘରର ମାଲିକ ରିନୁ ସେଠାକୁ ଆସିଲା। ଏଇ, କିଏ ତୁ? ମୋ ଘରେ କାହିଁକି ଶୋଇଛୁ? ଉଠ ଉଠ କହୁଛି। ଏ ଘର ମୋର। ତୁ ମୋ ଘରୁ ବାହାର। ତତେ କଣ ଦେଖାଯାଉନି ମୁଁ କିଏ? ମୁଁ ହେଉଛି ବଗ। ଏ ଘରୁ ତୁ କଣ ମତେ ବାହାରିବାକୁ କହୁଛୁ? ଏ ଘର ମୋର। ତୁ ମୋ ଘରୁ ବାହାର। ତୋ ଘର ମାନେ? ତୋ ମୁଣ୍ଡ ବୋଧେ ଖରାପ ହେଇଯାଇଛି। ଏ କଖାରୁ ଘର ମୋର। କାଲି ଗୋଟେ ଦିନ ପାଇଁ ମୁଁ ମୋ ଘର ଛାଡ଼ି ମାମୁଁ ଘରକୁ ଯାଇଥିଲି। ସେଇ ସୁଯୋଗରେ ତୁ ମୋ ଘରକୁ କବ୍ଜା କରି ନେଇ କହୁଛୁ ଏଇଟା ତୋ ଘର? ତୁ ଗୋଟେ ଚୋର। କଣ ହେଲା? ମୋ ଘରେ ଛିଡ଼ା ହେଇ ତୁ ମତେ ଚୋର କହୁଛୁ? ଏଇ ମୋ ବଡ଼ ଥଣ୍ଟ ଦେଖୁଛୁ? ମୋର ଏଇ ଥଣ୍ଟ ତ ଆଖିରେ ପୁରେଇ ତତେ ଅନ୍ଧ କରିଦେବି। ସାରା ଜୀବନ ତୁ କିଛି ଦେଖିପାରିବୁନି, ବୁଝିଲୁ? ସେମାନେ ଯେତେବେଳେ ଏମିତି ଝଗଡ଼ା କରୁଥିଲେ, ସେତେବେଳେ ସେ ରାସ୍ତା ଦେଇ ସେ ଚଢ଼େଇର ସାଙ୍ଗ ଯାଉଥିଲା। ଏମିତି ପାଟିତୁଣ୍ଡ ଶୁଣି ସେ କଖାରୁ ଘର ଭିତରକୁ ଗଲା। ଆରେ ରିନୁ, ତୋ ଘରୁ ଏତେ ଚିତ୍କାର କାହିଁକି ଶୁଭୁଛି? ଆଉ ଏ ବଗ କିଏ? ତୋ ଘରେ ଇଏ କଣ କରୁଛି? ଦେଖ ନା ମିନୁ, ମୁଁ ଘରେ ନଥିବା ସମୟରେ ଏ ବଗ କୋଉଠୁ କେଜାଣି ଆସି ଜୋର କରି ମୋ ଘର ଦଖଲ କରି ନେଇଛି। ଯେତେ କହିଲେ ବି ଏଠୁ ଯାଉନି, ଓଲଟା ମତେ ଡରଉଛି। ଏ ବଗ, ତୁ ଯୋଉଠୁ ଆସିଥିଲୁ ସେଠାକୁ ଚାଲିଯା। ଏ ଘର ଚଢ଼େଇର, ତୁ ଏଠି ଜମା ବି ରହିପାରିବୁନି। ତୁ କିଏ ରେ? ଏ ଚଢ଼େଇର ଓକିଲାତି କରିବାକୁ ଚାଲି ଆସିଲୁ? ଦୁଇ ଜଣ ଯଦି ବଞ୍ଚିବାକୁ ଚାହୁଁଛ ଏଠୁ ଚାଲିଯାଅ, ନହେଲେ ମୁଁ ଖୁମ୍ପି ଖୁମ୍ପି ତମ ମାନଙ୍କ ମାଂସ ବାହାର କରି ଆଣିବି। ଏମିତି ଶୁଣି ଦୁଇ ଚଢ଼େଇ ଖୁବ୍ ଡରିଗଲେ। ଆରେ ରିନୁ, ଆମେ ବଗର ଥଣ୍ଟ ସହ ଲଢ଼େଇ କରି ପାରିବାନି। ଚାଲ ଏଠୁ ପଳେଇବା। ଆଜିଠୁ ତୁ ମୋ ଘରେ ରହିବୁ। ମୁଁ ତୋର ସାଙ୍ଗ। ମୁଁ ତତେ ବିପଦରେ ଛାଡ଼ି ଏକା କେମିତି ଯିବି? ଚାଲ ଏବେ ଯିବା। ଚଢ଼େଇ ବି ହାର ମାନିଯାଇ ତା ସାଙ୍ଗ ସହ ସେ ଘର ଛାଡ଼ି ଚାଲିଗଲା। ଏସବୁ ଦେଖି ବଗ ବହୁତ ଖୁସି ହେଇଗଲା। ସେଦିନ ପରଠାରୁ ସେ ଆରାମରେ ସେ ଘରେ ରହିଲା। ଦିନେ ସେ ମନରେ ଚିନ୍ତା କଲା, ଓହୋ, ଘରେ ବସି ବସି ଭାରି ବିରକ୍ତ ଲାଗିଲାଣି। କେତେ ଦିନ ହେଇଗଲାଣି ମୁଁ କାହା ସହ ଥଟ୍ଟା ମଜା କରିନି। ଆରେ ହଁ, ଚଢ଼େଇ ମାନଙ୍କୁ ହଇରାଣ କରିବା ପାଇଁ ମତେ ଏକ ଉପାୟ ମିଳିଗଲା। ଏବେ ମୁଁ ଯାଇ ତାଙ୍କ ପାଖକୁ। ଏମିତି କହି ବଗ ବାହାରକୁ ଗଲା। ସେ ଜଙ୍ଗଲ ସାରା ଉଡୁଥିଲା। କିଛି ଦୂର ଗଲା ପରେ ସେ ଦେଖିଲା ଏକ ଗଛ ଡାଳରେ କିଛି ଚଢ଼େଇ ବସି କଥା ହେଉଛନ୍ତି। ସେ ତାଙ୍କ ପାଖକୁ ଗଲା। ଆରେ ବଗ, ତୁ ଏଠାକୁ କାହିଁକି ଆସିଛୁ? ମତେ ମୋ ଘରୁ ବାହାର କଲା ପରେ ବି କଣ ତ ମନକୁ ଶାନ୍ତି ମିଳିଲାନି? ଏଠି ତୋର କିଛି କାମ ନାହିଁ, ଚାଲିଯା ଏଠୁ। ଓହୋ ଚଢ଼େଇ, ଏତେ ରାଗୁଛୁ କଣ ପାଇଁ ଯେ? ମୁଁ ତୋ ସହ ଯାହା କରିଛି ତା ଭୁଲ କରିଛି। ସେଥିପାଇଁ ତ ମୁଁ ତମ ସମସ୍ତଙ୍କୁ କ୍ଷମା ମାଗିବାକୁ ଆସିଛି। ଆଜି ତମ ସମସ୍ତଙ୍କୁ ନିମନ୍ତ୍ରଣ ରହିଲା। ସନ୍ଧ୍ୟାରେ ସମସ୍ତେ ମୋ ଘରକୁ ଆସିବ। ମୁଁ ସମସ୍ତଙ୍କ ପାଇଁ ଖାଇବା ରୋଷେଇ କରିଥିବି। ସମସ୍ତେ ଖାଇବା ଖାଇସାରିଲା ପରେ ଚଢ଼େଇ, ମୁଁ ତତେ ତ ଘର ଫେରେଇ ଦେବି, ଆଉ ଏ ଜଙ୍ଗଲ ଛାଡ଼ି ବି ଚାଲିଯିବି। ଏମିତି କହି ବଗ ସେଠାରୁ ଚାଲିଗଲା। ବଗର ଏପରି ମିଠା ମିଠା କଥା ଶୁଣି ସବୁ ଚଢ଼େଇ ଭାବିଲେ ବଗ ବଦଳି ଯାଇଛି। ଆରେ ରିନୁ, ଲାଗୁଛି ଏ ବଗ ବଦଳି ଯାଇଛି। ସେ ବୋଧେ ନିଜ ଭୁଲ ବୁଝିପାରିଲା। ତା ମନ ରଖିବା ପାଇଁ ଆଜି ଆମେ ସମସ୍ତେ ତା ଘରକୁ ଯିବା। ହଁ, ମୁଁ ବି ସେଇ କଥା ଭାବୁଛି। ଠିକ ଅଛି, ମୁଁ ବି ତାହେଲେ ସବୁ କିଛି ଭୁଲି ଆଜି ତା ଘରକୁ ଯିବି।
एमिति से दिन बीतीगला। संध्या हेला परे सबु चढ़ई बगर घर को गले। आरे आरे तमे समस्ते आसीगल, बस बस मु समस्तंका पई एबे खाइबा आनी दउची। आरे हाँ मु गोटे कथा कहबाको भूली जाइथिली। आज आमे खाइबार प्रतियोगिता करिबा। तमे माने जीति गले मु ए घर चढ़ई को फेरी देबी। आउ जदि मु जीति जाए तेबे घरे मु रहिबी। एमिति कही बग दुईटी बड़ बड़ सरू लंबा कलसी रे खाइबा आनी चढ़ई को सामना रे रखिदेला। एमिति देखी चढ़ई माने बग को कहिले, बग आमे लंबा कलसी रे खाइबा केमिति खाइ परिबु? आमको थाली रे खाइबाकू दे। एहे मु तो भूली जाइथिली तमे सब छोटिया छोटिया पक्षी। सतरी तम मानक कथा भाबी मते भारी हस लागुची। एई देख मु ए कलसी रु केमिति खाइबा खाउची। एमिति कही बग निज थंट को कलसी रे भर्ती करी सब खाइबा खाइदेला। तमे माने तो किछि भी खाइबा खाइलनी, सब खाइबा मु निजे खाइली। हेगला निमंत्रण मो कहबा अनुसारे मु सब खाइबा खाइ जीति जाइची। एबे तमे माने घर को फेरी जाओ। जाओ जाओ आउ छिड़ाई काई रहिलो। बगर एपरी कथा सुनी सबु चढ़ी भीषण रागी गले। बा बग आमे मानी गलु, सतरी तू बहुत बुद्धिमान। आमे बेकारे तो सह लागुथिलु, तो सह आमे केबे भी जीति पारिबुनी। बग तू आम समस्तंकटु बुद्धिमान। सेई खुशी रे आमे तते निमंत्रण करूचु। काली सकाळे बरगछ पाखकु आसीबु। आमे समस्ते मिसी सेठी भोजी करिबा। भलो हैला तमे सब छोटिया पक्षी निज भूल बुझी पारिल। तम मानक कथा सुनी मु खुशी। हौ मु काली सकाळे से बरगछ पाखकु जीबी। तापरे सबु चढ़ई सेठारु चली गले। परदिन सकाळे बग से बरगछ पाखकु गला। आगरु ही सबु चढ़ई दुईटी थाली रे सोरिष आउ मुगदाना सजेकी रखिथिले। बग तू आसीगलु, देख देख आमे तो पई केते सारा सोरिष आउ मुगदाना सजेकी रखि देइचु। एबे सब पेट पूरा खा। ए सब तमे माने कोन करूछ? मोरी लंबा थंटरे ए सुखिला सोरिष मुगदाना मु खाइबी केमिति? मो सह एमिति करिबाकू तम मानकु टिके लाज लागिलानी? लाज कोन पे लाज लागिबो? तू तो जानू आमे छोट पक्षी, तापरे भी तू आमको एते बड़ बड़ लंबा कलसी रे खाइबा देइथिलु। आज तोर से बड़ थंटरे तू कोन खाइबा खाइ पारिबुनी? रह एबे आमे तते सिखै दउचु। एमिति कही सबु चढ़ी मिसी दुई थाली भर्ती सोरिष और मुगदाना खाइदेले। ए सबु घटना देखी बग निज भूल बुझी पारिला। आउ मते अपमान दियोनी, मु मो भूल बुझी पारिली। तम मानक सह थट्टा मजा करिबाकू जाई मु निजे अपमान पाइगली। चढ़ई मु तते तो घर फेरी दउची। आउ ए जंगल छाड़ी मु एबे चली जाउची। एमिति कही बग से जंगल छाड़ी चली गला। ता देखी सबु चढ़ई ता ऊपरे हसिले। से माने से दुष्ट बग को जंगल रु बाहर करी निज निज घर को फेरी गले। चढ़ई निज कखारु घर को फेरी पाई खूब खुशी हो गला। आउ आराम रे ता निज घरे रहिला। पिसाची पिसाची समस्ते जदि बंचिबाकू चाहछ एठू पळाओ। समस्ते सेठू चली जीवाकू चेष्टा कले हेले पारिलेनी। पिसाची तार खंडा दे काऊ काऊर स्त्री आउ चिल्लर बेकू काटिदेला। ए सबु देखी माँ चढ़ी तो भीषण डरीगला। ना ना मते मारनी, मते मारनी, मु तुमर किछि क्षति करिनी, मते मारनी। आरी माँ कुनी मु एबे जमी को जाउची, तो पई रोषेई करी देइची। ठीक समय खाई नेबु, संध्या सुधा मो घर को फेरी आसीबी। माँ माँ मु तुमको गोटे कथा कहि थांती। जानिच माँ आम जंगल रे जो आखु बगीचा अछि सेठी ना गोटे सियाल रहउची। जे भी से आखु बगीचा को जाए सियाल ताको मारी खाई दिए। सेही आखु बगीचा पाखरे चढ़ई मान को लोम पड़ी थाए। सेथि पाई आउ केही भी भय से जागा को जाउ नांती। कौन कहलु रे माँ ए जंगल को सियाल चली आसीची? ये तो सतरे बो चिंतार कथा। मारी तू एकुटिया बाहर को जीवनी। मु जमी को जीवा बेले पारा भौणी को तो कथा कहि देइथिबी। मोर जदि फेरु फेरु डेरी हुए से आसी तो पाखरे थिबे। एमिति कही माँ चढ़ी ता ट्रैक्टर नहीं जमी को चाष करने को गला। संध्यारे माँ चढ़ी ता ट्रैक्टर नहीं घर को फेरुथिला। हठात रास्ता रे ता ट्रैक्टर बंद पड़ीगला। आरे आरे ए अधा रास्ता रे मो गाड़ी रो पेट्रोल सरीगला। एबे मो गाड़ी नहीं केमिति घर को जीबी?
ଆଗରେ କାଉ ଭାଇ ଅଟୋ ନେଇ ଯାଉଛନ୍ତି। ମୁଁ ତାଙ୍କୁ ଡାକେ ଆଉ ତାଙ୍କ ଅଟୋରେ ବସି ପେଟ୍ରୋଲ ଦୋକାନକୁ ଯାଇ ପେଟ୍ରୋଲ ଆଣେ। କାଉ ଭାଇ ଟିକେ ଏଠାକୁ ଆସ। ହଁ ଚଢ଼େଇ, କ'ଣ ପାଇଁ ମତେ ଡାକିଲୁ କହ। ଓ ଏଇ କଥା, ଆସ ମୋ ଅଟୋରେ ବସ, ମୁଁ ଏବେ ତତେ ପେଟ୍ରୋଲ ଦୋକାନକୁ ନେଇଯିବି। ତାପରେ ଚଢ଼େଇ କାଉର ଅଟୋରେ ବସିଲା। କାଉ ତାକୁ ଧରି ଆଗକୁ ଗଲା। କାଉ ଚଢ଼େଇକୁ ଧରି ପେଟ୍ରୋଲ ଦୋକାନକୁ ଗଲା ନାହିଁ, ଓଲଟା ତାକୁ ସେ ଆଖୁ ବଗିଚାକୁ ନେଇଗଲା। ଆରେ କାଉ ଭାଇ, ତୁମେ ମତେ ପେଟ୍ରୋଲ ଦୋକାନକୁ ନ ନେଇ ଏ ଆଖୁ ବଗିଚାକୁ କାହିଁକି ଆଣିଲ? ଆରେ ଚଢ଼େଇ, ଏଇ ପାଖରେ ଗୋଟେ ପେଟ୍ରୋଲ ଦୋକାନ ଅଛି। ତୁ ବୋଧେ ଏଇ ଜାଗାକୁ କେବେ ବି ଆସିନୁ, ସେଥିପାଇଁ ଏ ଜାଗା ବିଷୟରେ ଜାଣିନୁ। ତୁ ମୋ ପଛେ ପଛେ ଆସେ, ମୁଁ ତତେ ସଠିକ ଜାଗାରେ ପହଞ୍ଚେଇ ଦେବି। କାଉର ଏପରି କଥା ଶୁଣି ଚଢ଼େଇ ଆଉ କିଛି ବି ନ କହି ତାର ପଛେ ପଛେ ଗଲା। କିଛି ଦୂର ଗଲା ପରେ ସେମାନେ ଗୋଟେ କଖାରୁ ଘର ପାଖରେ ପହଞ୍ଚିଲେ। କାଉ ଭାଇ, ଏଇଟା କେମିତିକା ଘର? ଏଇ ଘର କେତେ ଭୟଙ୍କର ଦେଖା ଯାଉଛି। ଏଠି ତ ପେଟ୍ରୋଲ ଦୋକାନ ନାହିଁ। ଚଢ଼େଇ, ଏଇଟା ଗୋଟେ କଖାରୁ ଘର। ଏଇ ଘର ଭିତରେ ପେଟ୍ରୋଲ ମିଳିବ। ତୁ ଆଗ ଘର ଭିତରକୁ ତ ଆସେ। ଏଇ ଦେଖନ୍ତୁ ଚିଲ ଆଜ୍ଞା, ମୁଁ ଆଜି ଆମ ଜଙ୍ଗଲର ଗୋଟେ ଚଢ଼େଇକୁ ନେଇ ଆସିଛି। ଆରେ କାଉ, ଏତେ ଶୀଘ୍ର ତୁ ତମ ଜଙ୍ଗଲର ପକ୍ଷୀଙ୍କୁ କାହିଁକି ନେଇ ଆସିଲୁ? ଆମେ ଆଗରୁ ଅନ୍ୟ ଜଙ୍ଗଲର ପକ୍ଷୀଙ୍କୁ ମାରୁଥିଲେ, ପରେ ଆମେ ଏ ଜଙ୍ଗଲ ଉପରେ ଆକ୍ରମଣ କରିଥାନ୍ତେ। କେହି କିଛି ଜାଣିପାରିବେନି ଚିଲ ଆଜ୍ଞା। ଏ ଚଢ଼େଇ ଘରକୁ ନ ଫେରିଲେ ସମସ୍ତେ ଜାଣିବେ ସେ ତା ଟ୍ରାକ୍ଟର ତଳେ ଚାପି ହେଇ ମରିଯାଇଛି। ତମେ ମାନେ କଣ କଥା ହେଉଛ? ମୁଁ ତ କିଛି ବି ବୁଝିପାରୁନି। ତତେ କିଛି ବୁଝିବାକୁ ପଡିବନି ଚଢ଼େଇ। ଆରେ ତମେ ଯାଅ, ଶୀଘ୍ର ଛୁରୀ ଆଣିବାକୁ ମାର, ନହେଲେ ୟାର ଚିତ୍କାର ଶୁଣି ସବୁ ଚଢ଼େଇ ଏଠାକୁ ଚାଲି ଆସିବେ। ଏମିତି ଶୁଣି କାଉ ଶୀଘ୍ର ଛୁରୀ ଆଣିବାକୁ ଗଲା। ହଠାତ୍ ସେତେବେଳେ ଗୋଟେ ମୁଣ୍ଡ କଟା ପିଶାଚି ତା ସାମ୍ନାକୁ ଚାଲି ଆସିଲା। ଏମିତି ଏକ ଭୟଙ୍କର ପିଶାଚିକୁ ଦେଖି ସମସ୍ତେ ଖୁବ୍ ଡରିଗଲେ। ପିଶାଚି, ପିଶାଚି, ସମସ୍ତେ ଯଦି ବଞ୍ଚିବାକୁ ଚାହୁଁଛ ଏଠୁ ପଳାଅ। ସମସ୍ତେ ସେଠୁ ଚାଲିଯିବାକୁ ଚେଷ୍ଟା କଲେ, ହେଲେ ପାରିଲେନି। ପିଶାଚି ତାର ଖଣ୍ଡା ଦେଇ କାଉର ସ୍ତ୍ରୀ ଆଉ ଚିଲର ବେକକୁ କାଟିଦେଲା। ଏସବୁ ଦେଖି ମା ଚଢ଼େଇ ତ ଭୀଷଣ ଡରିଗଲା। ନା ନା, ମତେ ମାରନି, ମତେ ମାରନି, ମୁଁ ତୁମର କିଛି କ୍ଷତି କରିନି, ମତେ ମାରନି। ମୁଁ ଜାଣେ ଭଉଣୀ, ତୁ କିଛି କରିନୁ। ମୁଁ ତତେ ରକ୍ଷା କରିବା ପାଇଁ ଏଠାକୁ ଆସିଥିଲି, ଆଉ ତା ସହ ଏମାନଙ୍କୁ ମାରି ମୁଁ ମୋ ମୃତ୍ୟୁର ପ୍ରତିଶୋଧ ନେଲି। ମାନେ ତୁ ମୋ ଭଉଣୀ ଲତା, ଏମାନେ ତତେ ମାରି ଦେଇଛନ୍ତି? ଏସବୁ କେମିତି ହେଲା ଭଉଣୀ? ହଁ, ମୁଁ ତ ଭଉଣୀ ଲତା। ମୁଁ ତତେ ନ ଜଣେଇ ତୋ ଜଙ୍ଗଲକୁ ଆସିଥିଲି ତତେ ଦେଖା କରିବା ପାଇଁ। ଆଜି ମୋ ଭଉଣୀ ଘରକୁ ଆସୁ ଆସୁ ଏତେ ଡେରି ହେଇଗଲା। ଏ ରାତିରେ ମୁଁ ଏବେ ମୋ ଭଉଣୀ ଘରକୁ କେମିତି ଯେ ଯିବି? କିଏ କଥା କହୁଛ? ମୋ ପାଖକୁ ଆସ, ମୁଁ ତୁମକୁ ମୋ ଅଟୋରେ ନେଇ ତୁମ ଠିକଣାରେ ପହଞ୍ଚେଇ ଦେବି। ଆରେ କାଉ ଭାଇ, ଏତେ ରାତିରେ ତୁମେ ଅଟୋ ନେଇ ଏଠି ଛିଡା ହେଇଛ ଯେ? କ'ଣ ଆଉ କରିବି ଭଉଣୀ, ଦିନ ବେଳେ ଏତେ କମ୍ ଟଙ୍କା ରୋଜଗାର ହେଉଛି ଯେ ମୋତେ ରାତିରେ ବି କାମ କରିବାକୁ ପଡୁଛି। ତୁମେ ବୋଧେ କୋଉଠିକି ଯିବ, ମୋ ଅଟୋରେ ବସ, ମୁଁ ତୁମକୁ ନେଇ ସେଠି ପହଞ୍ଚେଇ ଦେବି। ହଁ, ମୁଁ ମୋ ଭଉଣୀ ରିନୁ ଘରକୁ ଯିବା ପାଇଁ ଚାହୁଁଛି। ଭଲ ହେଲା, ତୁମ ସହ ଦେଖା ହେଇଗଲା। ଚାଲ, ମୋ ଭଉଣୀ ଘରେ ମତେ ପହଞ୍ଚେଇ ଦିଅ। ହଁ, ଠିକ ଅଛି, ମୁଁ ରିନୁର ଘର ଦେଖିଛି। ଆସ ଆସ, ମୋ ଅଟୋରେ ବସ। ଆଚ୍ଛା, ତୁମେ କୋଉ ଜଙ୍ଗଲରୁ ଆସିଛ? ମୁଁ ତୁମକୁ ତ ଆଗରୁ ଏ ଜଙ୍ଗଲରେ ଦେଖିନି। ମୁଁ ସୁନ୍ଦରବନ ଜଙ୍ଗଲରୁ ଆସିଛି। ଏ ଜଙ୍ଗଲରେ ମୋ ଭଉଣୀ ଘର। ମୁଁ ଅନେକ ଦିନରୁ ମୋ ଭଉଣୀ ଘରକୁ ଆସିନଥିଲି। ଆରେ, ତୁମେ ତ ଅନେକ ଦୂରରୁ ଆସିଛ। ସକାଳୁ ଯଦି ଆସିଥାନ୍ତ, ରାତି ହେବା ଆଗରୁ ତୁମେ ତୁମ ଭଉଣୀ ଘରେ ପହଞ୍ଚି ପାରିଥାନ୍ତ। ହଁ କାଉ ଭାଇ, ଠିକ କଥା କହିଲ। ମୁଁ ବି ସକାଳୁ ଆସିଥାନ୍ତି ଯେ, ହେଲେ ଗୋଟେ କାମ ପଡ଼ିଗଲା ତ, ସେ କାମ ସାରି ଆସୁ ଆସୁ ଡେରି ହେଇଗଲା। ଏମିତି କଥା ହେଉ ହେଉ ସେ କାଉ ମତେ ଗୋଟେ ଆଖୁ ବଗିଚାକୁ ନେଇଗଲା। କ'ଣ କାଉ ଭାଇ, ଆଗରେ ତ ଗୋଟେ ଆଖୁ ବଗିଚା ଅଛି, ଏଠି ତ ଆଉ ରାସ୍ତା ନାହିଁ। ତୁମେ ମତେ କୋଉଠିକି ନେଉଛ?
ଆରେ ଆରେ ଚିନ୍ତା କରନି ଭଉଣୀ, ଏଇଟା ଗୋଟେ ସର୍ଟକଟ୍ ରାସ୍ତା। ତୁମ ଭଉଣୀ ଘରେ ଆମେ ଶୀଘ୍ର ପହଞ୍ଚିଯିବା। ତୁମେ ଚୁପ୍ ହେଇ ବସ। କାଉ ଭାଇ, ତୁମେ ଏଠି ଅଟୋ କାହିଁକି ରଖିଦେଲ? ଏଇ ଆଖୁ ବଗିଚା ପରେ ପରେ ତୁମ ଭଉଣୀ ଘର ଅଛି, ମୋ ପଛେ ପଛେ ଆସ। ଇ କଣ କାଉ ଭାଇ, ତୁମେ ମତେ କଖାରୁ ଘର ଭିତରକୁ କାହିଁକି ଆଣିଲ? ଏଇ ଘର ମୋ ଭଉଣୀର ନୁହଁ, ତୁମେ ମତେ ଭୁଲ ଜାଗାକୁ ନେଇ ଆସିଛ। ଭୁଲ ନୁହଁ, ସେ ତତେ ଠିକ ଜାଗାକୁ ଆଣିଛି। ମରିବା ପୂର୍ବରୁ ତୁ ସବୁ ସତ କଥା ଜାଣିନେ। ମାନେ ତମେ ମାନେ ଏସବୁ କଣ କହୁଛ? ଆମେ 3 ଜଣ ଚଢ଼େଇ ମାନଙ୍କୁ ବୋକା ବନି ଏଇ କଖାରୁ ଘରକୁ ଆଣୁ, ଆଉ ତାଙ୍କୁ ମାରି ତାଙ୍କ ମାଂସ ଶିଆଳ ପାଖରେ ବିକ୍ରି କରୁ। ଶିଆଳ ଆମକୁ ଚଢ଼େଇ ମାଂସ ବଦଳରେ ଅନେକ ଟଙ୍କା ଦିଏ। ତମେ ମାନେ ଏତେ ଖରାପ ପକ୍ଷୀ, ତମ ମାନଙ୍କୁ ତ ଶାସ୍ତି ମିଳିବା ଦରକାର। ଚୁପ୍ କର, ଗୋଟେ ଚଢ଼େଇ ମାଂସର ଦାମ କେତେ ଜାଣିଛୁ? ତା ଶୁଣିଲେ ତ ତୁ ବି ଚଢ଼େଇ ମାରିବାକୁ ପଛେଇବୁନି। ତ ମାଂସ ବିକ୍ରି କଲେ ଶିଆଳ ଆମକୁ 2 ଲକ୍ଷ ଟଙ୍କା ଦେବ। ଏତେ ଟଙ୍କା ଆମେ ହାତ ଛଡ଼ା କେମିତି କରିବୁ କହିଲୁ? ଆରେ ଜଲ୍ଦି ଯାଅ, ଛୁରୀ ଆଣି ୟାର ବେକ କାଟିଦିଅ। ନା ନା, ମତେ ମାରନି, ମତେ ଛାଡ଼ି ଦିଅ। ମୁଁ ଯେତେ ଚିତ୍କାର କଲେ ବି ଏ ବଦମାସ ମାନେ ମୋର କିଛି କଥା ଶୁଣିଲେନି, ଆଉ ମୋର ବେକ କାଟି ମତେ ମାରିଦେଲେ। ଭଉଣୀ, ଏତେ ଦିନ ପରେ ତୋ ସହ ଦେଖା ହେଲା, ହେଲେ କେମିତିକା ରୂପରେ? ସବୁ ଏ ବଦମାସ ମାନଙ୍କ ପାଇଁ। ଜଣା ନାହିଁ ଏମାନେ କେତେ ନିରୀହ ଚଢ଼େଇଙ୍କୁ ମାରିଛନ୍ତି। ତୁ ଏସବୁ ଆଉ ଚିନ୍ତା କରନି ଭଉଣୀ, ଏମାନେ ଆଉ କୋଉ ପକ୍ଷୀକୁ ବି ମାରି ପାରିବେନି। ଏବେ ସେ ଶିଆଳର ପାଳି, ତାକୁ ବି ମୁଁ ଛାଡ଼ିବିନି। ମୁଁ ତାକୁ ବି ମାରିଦେବି। ସେମିତି ହେଲେ ଚଢ଼େଇ ମାନଙ୍କର ଆଉ ଭୟ ରହିବନି। ଭଉଣୀ, ତୁ ଏବେ ଘରକୁ ଯା। ଯଦି କିଏ ଏଠାକୁ ଚାଲି ଆସିବ, ସେ ଭାବିବ ତୁ ଏମାନଙ୍କୁ ମାରିଛୁ। ଶୀଘ୍ର ଘରକୁ ଯା ଭଉଣୀ। ଏମିତି ଶୁଣି ମା ଚଢ଼େଇ ଶୀଘ୍ର ତା ଘରକୁ ଗଲା। ସେପଟେ ପିଶାଚି ଗଲା ଶିଆଳ ପାଖକୁ। ନିରୀହ ଚଢ଼େଇ ମାନଙ୍କୁ ମାରି ତୁ ଏଠି ଆରାମରେ ଶୋଇଛୁ। ତୋ ପାଇଁ ସେ 3 ବଦମାସ ଚଢ଼େଇ ମାନଙ୍କୁ ମାରୁଥିଲେ। ଆଜି ମୁଁ ତତେ ଛାଡ଼ିବିନି। ଏମିତି କହି ପିଶାଚି ଶିଆଳର ବେକକୁ ବି କାଟିଦେଲା। ତାର ଆତ୍ମାକୁ ଶାନ୍ତି ମିଳିଗଲା। ସେ ସବୁଦିନ ପାଇଁ ସେଠାରୁ ଚାଲିଗଲା। ସେଦିନ ପରଠାରୁ ସେ ଜଙ୍ଗଲରୁ ଆଉ ଚଢ଼େଇ ମାନେ ହଜିଲେନି। ମା ମା, ଆମେ ନୂଆ ଜଙ୍ଗଲକୁ ତ ଚାଲି ଆସିଲେ, ଏବେ କୋଉଠି ରହିବା ମା? ମତେ ନା ଏ ନୂଆ ଜାଗାରେ ଭାରି ଡର ଲାଗୁଛି। ଆରେ ମା, ତୁ ଚିନ୍ତା କରନି, ଆମେ ଖୁବ୍ ଶୀଘ୍ର ଏକ ନୂଆ ଘର ତିଆରି କରିନେବା। ଚାଲି ଏ ଜଙ୍ଗଲର ପକ୍ଷୀଙ୍କୁ ଭଲ ଜାଗା ପଚାରି ସେ ଜାଗାରେ ଘର ତିଆରି କରିନେବା। କାଉ ଭଉଣୀ, କାଉ ଭାଇ, ମୁଁ ଏ ଜଙ୍ଗଲକୁ ନୂଆ ଆସିଛି। ଏ ଜଙ୍ଗଲ ବିଷୟରେ ମୁଁ ବେଶୀ କିଛି ଜାଣିନି। କୋଉ ଜାଗାରେ ଘର ତିଆରି କଲେ ହିଂସ୍ର ଜନ୍ତୁମାନେ ଆମ ଉପରେ ଆକ୍ରମଣ କରିବେନି, ଟିକେ କହିପାରିବେ? ମୁଁ ଏଯାଏଁ ଘର ତିଆରି କରିନି। ଭଲ ଜାଗା ପାଇଲେ ମୁଁ ଘର ତିଆରି କରିବି ଭାବିଛି। ମତେ ଟିକେ ସାହାଯ୍ୟ କର। ଆମେ ଏ ଜଙ୍ଗଲରେ ଏତେ ଦିନରୁ ରହିକି ବି କାମ ପାଉନୁ, ଆଉ ଇଏ ଚାଲି ଆସିଲେ ଭାଗ ବସେଇବା ପାଇଁ। ରହ, ତତେ ଏମିତି ଏକ ଜାଗାର ନାଁ କହୁଛି ଯୋଉଠି ରହିଲେ ତୁ ଶାନ୍ତିରେ ମରିପାରିବୁ। ହଁ ହଁ, ଆମେ ତତେ ନିଶ୍ଚୟ ସାହାଯ୍ୟ କରିବୁ। ଆମ ଜଙ୍ଗଲର ଶେଷ ମୁଣ୍ଡରେ ଏକ ଭଲ ଜାଗା ଅଛି। ସେଠି କିଛି ଗଛ ବି ଅଛି। ସେଇ ଗଛରେ ଘର ତିଆରି କରି ତୁ ରହିପାରିବୁ। ଆମେ ବି 2 ଦିନ ପରେ ଆମ ଘର ନେଇ ସେଠାକୁ ଯିବୁ। ଏଠି ନା ଅନେକ ହିଂସ୍ର ଜନ୍ତୁ ବଢିଗଲେଣି। ସବୁ ଚଢ଼େଇ ଏବେ ସେଇଠି ଘର ତିଆରି କରି ରହିବେ। ତୁ ଯା, ଆଗ ଘର ତିଆରି କରି ରହ, ଆମେ ବି ତ ପଛେ ପଛେ ଯିବୁ। ମତେ ସାହାଯ୍ୟ କରିଥିବାରୁ ତୁମକୁ ଅନେକ ଅନେକ ଧନ୍ୟବାଦ। ମୁଁ ଏବେ ଯାଏ ସେଠି ଘର ତିଆରି କରି ରୁହେ। ହଁ ହଁ, ଯା ଯା, ରାତି ହେଲେ ତ ଜାଣିପାରିବୁ ତୋ ସହ କଣ ହେବ। ମା ଚଢ଼େଇଟି ଛୋଟ ଛୋଟ କାଠ ପତ୍ର ଖୋଜି ଆଣି ଏକ ଘର ତିଆରି କଲା। କିଛି ସମୟ ପରେ ରାତି ହେଇଗଲା। ମା, ମତେ ଜମା ବି ନିଦ ଲାଗୁନି। ଚାଲ ନା ମା, ଟିକେ ଖେଳିବା। ଆରେ ମା, ଏତେ ରାତିରେ ଖେଳିବୁ? ଆଚ୍ଛା ହଉ, କଣ ଖେଳିବୁ କହ। ତାପରେ ମା ଚଢ଼େଇଟି ତା ଝିଅ ସାଙ୍ଗରେ ଖେଳିଲା। ମା ଚଢ଼େଇର ଘର ପାଖରେ ହିଁ ଏକ ରାକ୍ଷସ ଚିଲ ରହୁଥିଲା। ମା ଛୁଆଙ୍କ ଖେଳିବା ଶବ୍ଦରେ ସେ ରାକ୍ଷସ ଚିଲର ନିଦ ଭାଙ୍ଗିଗଲା। ଏ କିଏ?
କିଏ ଖେଳୁଛ? ତମ ଖେଳ ପାଇଁ ମୋ ନିଦ ଭାଙ୍ଗିଗଲା। ଶୀଘ୍ର କୁହ, କିଏ ଖେଳୁଛ? ନା ନା, ଆମେ ତ ପିଞ୍ଜରାରେ ବନ୍ଦୀ ହେଇ ଅଛୁ। ଆମେ କେମିତି ଖେଳିପାରିବୁ? ନିଶ୍ଚୟ ଆପଣ ସ୍ୱପ୍ନ ଦେଖୁଥିବେ। ନା, ମୁଁ ଠିକ୍ ଶୁଣିଛି। ନିଶ୍ଚୟ ମୋ ଘର ଆଖପାଖରେ କିଏ ଖେଳୁଛି। ମୁଁ ଶୀଘ୍ର ଯାଇ ଦେଖେ। ଏମିତି କହି ରାକ୍ଷସ ଚିଲ ତା କଖାରୁ ଘରୁ ବାହାରି ଆଖପାଖରେ ଖୋଜିଲା। ଏମିତି ଖୋଜୁ ଖୋଜୁ ସେ ଚଢ଼େଇର ଘର ଦେଖି ତା ପାଖକୁ ଗଲା। କିଏ କିଏ ମୋ ଜାଗାରେ ଘର ତିଆରି କରିଛି? ଶୀଘ୍ର ବାହାରକୁ ଆସେ, ନହେଲେ ମୁଁ ତ ଘର ଭାଙ୍ଗିଦେବି। ରାକ୍ଷସ ଆଜ୍ଞା, ମୁଁ ଜାଣିନଥିଲି ଏଇଟା ଆପଣଙ୍କର ଜାଗା। ନହେଲେ ମୁଁ କେବେ ବି ଏଠି ଘର ବନେଇ ନଥାନ୍ତି। ଘର ତିଆରି କରି ଭଲ କରିଛୁ। ଏବେ ମତେ ଆଉ କଷ୍ଟ କରି ଶିକାର ଖୋଜିବାକୁ ପଡ଼ିବନି। ରାକ୍ଷସ ଚିଲ ମା ଛୁଆଙ୍କୁ ନେଇ ତା ଘରେ ବନ୍ଦୀ କରି ରଖିଲା। ଆରେ ଚଢ଼େଇ, ତୁ କାହିଁକି ଜାଗାକୁ ଆସିଲୁ? ତୁ କଣ ଜାଣିନଥିଲୁ ଏଠି ଗୋଟେ ରାକ୍ଷସ ଚିଲ ରୁହେ? ଯିଏ ବି ଏ ଜାଗାକୁ ଆସେ ରାକ୍ଷସ ଚିଲ ତାକୁ ବନ୍ଦୀ କରି ରଖେ। ମୁଁ ଏକଥା ଜାଣିନଥିଲି। କାଉମାନଙ୍କ କଥାରେ ପଡ଼ି ମୁଁ ଏଠାକୁ ଘର ତିଆରି କରିବାକୁ ଚାଲି ଆସିଲି। କଣ ହେଲା? ସେ ଦୁଷ୍ଟ କାଉମାନେ ତତେ ବି ମିଛ କଥା କହି ଏ ଜାଗାକୁ ପଠେଇଦେଲେ? ମୁଁ ଯେତେବେଳେ ଜଙ୍ଗଲକୁ ନୂଆ ଆସିଥିଲି, କାଉମାନେ ମତେ କହିଥିଲେ ଏ ଜାଗାକୁ ଆସିଲେ ମତେ ଭଲ କାମ ମିଳିବ। ମୁଁ ତାଙ୍କ କଥାକୁ ବିଶ୍ୱାସ କରି ଏଠାକୁ ଚାଲି ଆସିଲି। ଆଉ ରାକ୍ଷସ ଚିଲ ମତେ ବନ୍ଦୀ କରିନେଲା। ଏ ଘର ଗୋଟେ ଏମିତି ଘର, ଭିତରର ଶବ୍ଦ ବାହାରକୁ ଯାଏନି। ବାହାରର ସବୁ ଶବ୍ଦ ଏ ଘର ଭିତରେ ଶୁଣାଯାଏ। ସେଥିପାଇଁ ଚିଲ ଖୁବ୍ ଶୀଘ୍ର ଜାଣିଯାଏ କିଏ ତା ଘର ପାଖକୁ ଆସିଛି। ସେ ଆମକୁ ସବୁ କଥା କହିଛି। ସେଥିପାଇଁ ଆମେ ପାଟି ନ କରି ଚୁପ୍ ହେଇ ବସିଛୁ। ହେଲେ ଏମିତି ଚାଲିଲେ ତ ରାକ୍ଷସ ଚିଲ ଆମକୁ ଖାଇଦେବ। ଏଠାରୁ ମୁକ୍ତ ହେବା ପାଇଁ ଆମକୁ କିଛି ଉପାୟ ଚିନ୍ତା କରିବାକୁ ହେବ। ଚଢ଼େଇ ମାନେ ଚିନ୍ତାରେ ଥିଲେ। ସେ ରାତି ବିତିଗଲା। ପରଦିନ ସକାଳେ, ଏଇ ଚଢ଼େଇ, ଆଗ ତୁ ଆସେ, ଆଜି ମୁଁ ତତେ ଖାଇବି। ରାକ୍ଷସ ଆଜ୍ଞା, ତୁମେ ଯଦି ମତେ ଏବେ ଖାଇବ, ମୋ ଦେହରେ ମାଂସ ପାଇବନି। କାହିଁକି ନା ମୁଁ ଅନେକ ଦିନରୁ କିଛି ଖାଇନି, କେବଳ ପାଣି ପିଇକି ବଞ୍ଚିଥିଲି। ମତେ 2 ଦିନ ସମୟ ଦିଅ। ମୁଁ ଭଲ ଭଲ ଖାଇବା ଖାଇଲେ ଶୀଘ୍ର ମୋଟା ହେଇଯିବି। ତାପରେ ତୁମେ ମତେ ଖାଇଲେ ତୁମ ପେଟ ପୁରିଯିବ। ମୋ ଘରେ ଖାଇବା ନାହିଁ, ମୁଁ ତତେ କଣ ଖାଇବା ଦେଇପାରିବି? ଚିନ୍ତା କରନି ରାକ୍ଷସ ଆଜ୍ଞା, ମୁଁ ବାହାରକୁ ଯାଇ ନିଜ ପାଇଁ ଆଉ ଅନ୍ୟମାନଙ୍କ ପାଇଁ ଖାଇବା ନେଇ ଆସିବି। ଆମେ ସମସ୍ତେ ଖାଇ ପିଇକି ମୋଟା ହେଲେ ସିନା ତୁମେ ଆମକୁ ମଜା କରି ଖାଇପାରିବ। ହେଲେ ତୁ ଯଦି ବାହାରକୁ ଗଲେ ଆଉ ଯଦି ଫେରିବୁନି, ମୁଁ କଣ କରିବି? ମୁଁ ମୋ ଝିଅକୁ ଏଠି ଛାଡ଼ିକି ଯାଉଛି। ମୋ ଝିଅକୁ ନ ନେଇ ମୁଁ କେମିତି ଏକାଠୁ ଚାଲିଯିବି? ମୁଁ ନିଶ୍ଚୟ ଫେରିବି। ଆଚ୍ଛା ଠିକ୍ ଅଛି, ତୁ ଏବେ ଯା, ଶୀଘ୍ର ଖାଇବା ଧରି ଫେରିବୁ। ତାପରେ ମା ଚଢ଼େଇଟି ଶୀଘ୍ର ବାହାରକୁ ଗଲା। ସେ କଣ କରିବ ନ କରିବ ଚିନ୍ତା କରିବା ସମୟରେ ହଠାତ୍ ବଞ୍ଚାଅ ବଞ୍ଚାଅ ଚିତ୍କାର ଶୁଣିଲା। ସେ ଶବ୍ଦ ଶୁଭୁଥିବା ଜାଗାକୁ ଯାଇ ଦେଖିଲା ଏକ ଚିଲକୁ କିଛି ଶିକାରୀ ପିଞ୍ଜରାରେ ବନ୍ଦୀ କରି ରଖିଥିଲେ। ମା ଚଢ଼େଇ ଚିଲ ପାଖକୁ ଗଲା। ଚଢ଼େଇ, ମତେ ଟିକେ ସାହାଯ୍ୟ କର। ମୁଁ ଏ ଜଙ୍ଗଲର ରାଜା। ଏକ ଜରୁରୀ କାମରେ ମୁଁ ପାଖ ଜଙ୍ଗଲର ତାନ୍ତ୍ରିକ ପାଖକୁ ଯାଇଥିଲି। ଫେରିବା ସମୟରେ ଶିକାରୀମାନଙ୍କ ଜାଲରେ ମୁଁ ପଡ଼ିଗଲି। ଶୀଘ୍ର ମତେ ପିଞ୍ଜରା ଭିତରୁ ବାହାର କର, ନହେଲେ କଖାରୁ ଘରେ ରହୁଥିବା ସେ ରାକ୍ଷସ ଚିଲ ଅନେକ ଚଢ଼େଇଙ୍କୁ ମାରିଦେବ। କଣ ହେଲା? ଆପଣ ସେ ରାକ୍ଷସ ଚିଲକୁ ଜାଣିଛନ୍ତି? ସେ ମୋ ଝିଅ ସହ ଅନେକ ଚଢ଼େଇଙ୍କୁ ବନ୍ଦୀ କରି ରଖିଛି। ଠିକ୍ ଅଛି, ମୁଁ ଆପଣଙ୍କୁ ସାହାଯ୍ୟ କରିବି। ହେଲେ ପିଞ୍ଜରା ଭିତରୁ ମୁଁ ଆପଣଙ୍କୁ କେମିତି ମୁକ୍ତ କରିବି? ଚଢ଼େଇ, ଶିକାରୀମାନଙ୍କ ପାଖରେ ମୋ ପିଞ୍ଜରାର ଚାବି ଅଛି। ତୁ କୌଣସି ମତେ ଶିକାରୀଙ୍କ ପାଖରୁ ସେ ଚାବି ନେଇଆ। ଏମିତି ଶୁଣି ଚଢ଼େଇ ଶୀଘ୍ର ଶିକାରୀଙ୍କ ପାଖକୁ ଗଲା। ସେ ଦେଖିଲା ଶିକାରୀମାନେ କଥା ହେବାରେ ବ୍ୟସ୍ତ ଥିଲେ। ତାଙ୍କ ପାଖରେ ହିଁ ପିଞ୍ଜରାର ଚାବି ଥିଲା। ସୁଯୋଗ ଦେଖି ମା ଚଢ଼େଇ ସେ ପିଞ୍ଜରାର ଚାବି ନେଇ ଆସିଲା ଆଉ ଚିଲକୁ ମୁକ୍ତ କରିଦେଲା। ତାପରେ ଚିଲ ଆଉ ମା ଚଢ଼େଇ ଅନେକ ଦୂରକୁ ଉଡ଼ିଗଲେ। ଧନ୍ୟବାଦ ଚଢ଼େଇ, ଆଜି ମୁଁ ତୋ ପାଇଁ ସେ ପିଞ୍ଜରା ଭିତରୁ ମୁକ୍ତ ହେଇପାରିଲି। କଖାରୁ ଘରେ ରହୁଥିବା ସେ ରାକ୍ଷସ ଚିଲ ପାଖରେ ଅନେକ ଚଢ଼େଇ ବନ୍ଦୀ ହେଇ ଅଛନ୍ତି। ତାଙ୍କୁ ମୁକ୍ତ କରିବା ପାଇଁ ଆପଣଙ୍କ ପାଖରେ କିଛି ରାସ୍ତା ଅଛି? ହଁ, ସେ ରାକ୍ଷସ ଚିଲ ଅନେକ ଶକ୍ତିଶାଳୀ। ଆମେ ସମସ୍ତେ ମିଶିଲେ ବି ତାକୁ ହରେଇ ପାରିବାନି। ତାର କିଛି ବ୍ୟବସ୍ଥା କରିବା ପାଇଁ ହିଁ ମୁଁ ପାଖ ଜଙ୍ଗଲର ତାନ୍ତ୍ରିକ ପାଖକୁ ଯାଇଥିଲି। ସେ ତାନ୍ତ୍ରିକର କହିବା ଅନୁଯାୟୀ
ରାକ୍ଷସ ଚିଲର ସବୁ ଶକ୍ତି ସେ କଖାରୁ ଘରେ ଅଛି। ଚିଲ କଖାରୁ ଘରେ ନଥିବା ସମୟରେ ତା କଖାରୁ ଘରକୁ ଭାଙ୍ଗି ପାରିଲେ ରାକ୍ଷସ ଚିଲର ଶକ୍ତି ଚାଲିଯିବ, ଆଉ ଆମେ ତାକୁ ଖୁବ୍ ସହଜରେ ହରାଇ ପାରିବା। ଆଚ୍ଛା ଏମିତି କଥା। ତେବେ ମୋ ପାଖରେ ଏକ ଉପାୟ ଅଛି। ମୋ ସାଙ୍ଗରେ ସେ ରାକ୍ଷସ ଚିଲ ପାଖକୁ ଚାଲନ୍ତୁ। ରାସ୍ତାରେ ମୋ ଯୋଜନା କଥା ଆପଣଙ୍କୁ କହିଦେବି। ଏମିତି ରାଜା ଚିଲ ଆଉ ମା ଚଢ଼େଇ ଏକ ଯୋଜନା ବନେଇଲେ। ତାପରେ ରାଜା ଚିଲକୁ ବାହାରେ ରଖି ମା ଚଢ଼େଇଟି କଖାରୁ ଘର ଭିତରକୁ ଯାଇ ରାକ୍ଷସ ଚିଲକୁ କହିଲା, ରାକ୍ଷସ ଆଜ୍ଞା, ସର୍ବନାଶ ହେଇଯାଇଛି। ମୁଁ ଯେତେବେଳେ ଖାଇବା ଆଣିବାକୁ ଯାଉଥିଲି ଏକ ଶିକାରୀ ଚିଲ ମତେ ଦେଖି ମୋ ପଛରେ ପଡ଼ିଗଲା ମତେ ଖାଇବା ପାଇଁ। ଆପଣ ତ ମତେ ଖାଇବେ ବୋଲି କହିଥିଲେ, ସେଥିପାଇଁ ମୁଁ କୌଣସି ମତେ ତା ପାଖରୁ ଖସି ଆପଣଙ୍କ ପାଖକୁ ଚାଲି ଆସିଲି। ଭଲ କଲୁ। ଏବେ ଆଗ ମୁଁ ତତେ ଖାଇନିଏ, ତାପରେ ସେ ଶିକାରୀକୁ ଦେଖିନେବି। ହେଲେ ରାକ୍ଷସ ଆଜ୍ଞା, ସେ ଶିକାରୀ ଚିଲ ତ ବାହାରେ ଛିଡ଼ା ହେଇଛି। ସେ କେତେବେଳେ ବି ଘର ଭିତରକୁ ଆସିପାରେ। ସେ ଶିକାରୀର ଏତେ ସାହସ, ସେ ମୋ ଘର ପାଖକୁ ଚାଲି ଆସିଛି। ଏବେ ମୁଁ ତା କଥା ବୁଝୁଛି। ତାପରେ ରାକ୍ଷସ ଚିଲ ଶୀଘ୍ର ବାହାରକୁ ଗଲା। ରାଜା ଚିଲ ଆଉ ରାକ୍ଷସ ଚିଲ ଭିତରେ ଖୁବ୍ ଜୋର ଲଢ଼େଇ ହେଲା। ସେଇ ସୁଯୋଗରେ ମା ଚଢ଼େଇ ସମସ୍ତଙ୍କୁ ପିଞ୍ଜରାରୁ ବାହାର କରି ସବୁ କଥା କହିଦେଲା। ତାପରେ ସମସ୍ତେ ମିଶି ସେ କଖାରୁ ଘରକୁ ଭାଙ୍ଗିଦେଲେ। କଖାରୁ ଘର ଭାଙ୍ଗିବା ଯୋଗୁଁ ରାକ୍ଷସ ଚିଲର ଶକ୍ତି ଚାଲିଗଲା, ଆଉ ସେ ମରିଗଲା। ସବୁ ଚଢ଼େଇ ରାଜା ଚିଲକୁ ଦୁଷ୍ଟ କାଉମାନଙ୍କ ବିଷୟରେ କହିଦେଲେ। ରାଜା ଚିଲ ରାଗିଯାଇ କାଉମାନଙ୍କୁ ସେ ଜଙ୍ଗଲରୁ ବାହାର କରିଦେଲା। ଏମିତି ସବୁ ଚଢ଼େଇ ଦୁଷ୍ଟମାନଙ୍କ ପାଖରୁ ମୁକ୍ତ ହେଇ ସୁଖ ଶାନ୍ତିରେ ରହିଲେ। ଦିନେ ଜଙ୍ଗଲରେ ଏକ କାଉ ବୁଲୁଥିଲା। ହଠାତ୍ ପବନ ବର୍ଷା ଆରମ୍ଭ ହେଇଗଲା। କାଉ ଯୋଉ ଗଛ ମୂଳେ ଛିଡ଼ା ହେଇଥିଲା, ସେ ଗଛରୁ ଏକ ଡାଳ ଖସି କାଉ ଉପରେ ପଡ଼ିଲା। କାଉର ଡେଣା ଭାଙ୍ଗିଗଲା। ଯେତେବେଳେ ବର୍ଷା ଛାଡ଼ିଗଲା, କିଛି ଚଢ଼େଇ କାଉକୁ ଦେଖି ତାକୁ ଘରକୁ ନେଇଗଲେ। ଏମିତି ଏକ ଦୁର୍ଘଟଣା ଘଟିବ ତା କିଏ ଜାଣିଥିଲା? କାଉର ଦୁଇଟି ଯାକ ଡେଣା ଭାଙ୍ଗି ଯାଇଛି। ସେ କ'ଣ ଆଉ ଉଡ଼ି ପାରିବ? ଡାକ୍ତର କହିଛନ୍ତି କାଉ ଆଗ ସୁସ୍ଥ ହେଇସାରୁ, ତାପରେ ଦେଖିବା ସେ ଉଡ଼ି ପାରିବ କି ନାହିଁ। ମୋ ସହ ଏସବୁ କ'ଣ ହେଇଗଲା? ମୁଁ ଯଦି ଜାଣିଥାନ୍ତି ମୋ ସହ ଏମିତି ହେବ, ମୁଁ କେବେ ବି ବାହାରକୁ ଯାଇ ନଥାନ୍ତି। ଚିନ୍ତା କରନି କାଉ, ଆମେ ସମସ୍ତେ ତା ପାଖରେ ଅଛୁ। ତୁ ସୁସ୍ଥ ନ ହେବା ଯାଏଁ ଆମେ ସମସ୍ତେ ପାଳି କରି ତତେ ଖାଇବା ଦେବୁ। ସେଦିନ ପରଠାରୁ ପ୍ରତିଦିନ ଚଢ଼େଇମାନେ ପାଳି କରି କାଉକୁ ଖାଇବା ଦେଉଥିଲେ। କିଛି ଦିନ ପରେ କାଉ ସୁସ୍ଥ ହେଇଗଲା। କାଉ, ଏବେ ତୁ ପୁରାପୁରି ସୁସ୍ଥ। ତୋ ଦୁଇ ଡେଣା ବି ପୁରାପୁରି ଭଲ ହେଇଗଲା। ହେଲେ ଦୁଃଖର କଥା, ତୋ ଡେଣାରେ ଆଉ ଉଡ଼ିବା ଶକ୍ତି ନାହିଁ। ତୁ ଆଉ ଦିନେ ବି ଉଡ଼ି ପାରିବୁନି। କ'ଣ କହିଲେ ଡାକ୍ତର ବାବୁ? ମୁଁ ଆଉ କେବେ ବି ଉଡ଼ି ପାରିବିନି? ପକ୍ଷୀ ହେଇ ମୁଁ ଯଦି ଉଡ଼ି ପାରିବିନି, ମୋ ବଞ୍ଚିବାର ମୂଲ୍ୟ କ'ଣ ରହିଲା? ମୁଁ ମରି ଯାଇଥିଲେ ଭଲ ହେଇଥାନ୍ତା। ଆରେ କାଉ, ତୁ ଏସବୁ କ'ଣ କହୁଛୁ? ଡେଣା ନାହିଁ ବୋଲି ତୁ ମରିଯିବାକୁ ଚାହୁଁଛୁ? ତୁ ଚିନ୍ତା କରନି, ମୋ ପାଖରେ ଏକ ଉପାୟ ଅଛି, ଯାହାଦ୍ୱାରା ତୋ ଡେଣା ନଥିଲେ ବି ତୁ ଉଡ଼ି ପାରିବୁ। ଏମିତି କହି ଚଢ଼େଇ ତା ଘରୁ ପାରାସୁଟ ଆଣି କାଉକୁ ଦେଲା। ସବୁ ଚଢ଼େଇ ମିଶି କାଉ ପିଠିରେ ପାରାସୁଟ ସେଟ୍ କରିଦେଲେ, ଯାହାଦ୍ୱାରା କାଉ କିଛି ଦୂର ଉଡ଼ି ପାରିଲା। କାଉ ଖୁବ୍ ଖୁସି ହେଇଗଲା। ଏମିତି ପ୍ରତ୍ୟେକ କାମରେ ଚଢ଼େଇମାନେ କାଉକୁ ସାହାଯ୍ୟ କରୁଥିଲେ। ସେ ଜଙ୍ଗଲରୁ ଅନେକ ଦୂରରେ ଏକ ରାକ୍ଷସୀ ଚିଲ ରହୁଥିଲା। ସେ ତା ମନ୍ତ୍ର ଶକ୍ତିରେ ଏକ ପଦ୍ମ ଫୁଲର ଘର ତିଆରି କଲା। ଓଂ ହିଂ କ୍ଲିଂ ପ୍ଲିଂ, ଯା ପଦ୍ମ ଘର ଯା, ମୋ ପାଇଁ ଶିକାର ଖୋଜି ଆଣ। ଆଉ 1 ମାସ ପରେ ମୁଁ ତତେ ମନେ ପକେଇବି। ତୁ ମୋ ଶିକାର ଧରି ମୋ ପାଖକୁ ଆସିବୁ। ଯା ପଦ୍ମ ଘର ଯା। ରାକ୍ଷସୀ ଚିଲର ଆଦେଶ ମାନି ପଦ୍ମ ଘର ଭାସି ଭାସି ଆଗକୁ ଗଲା। ସେ ଏକ ଜଙ୍ଗଲରେ ପହଞ୍ଚିଲା। ସକାଳେ ଯେତେବେଳେ ଚଢ଼େଇ ନଦୀକୁ ପାଣି ପିଇବା ପାଇଁ ଗଲା, ସେ ସେଇ ପଦ୍ମ ଘରକୁ ଦେଖିଲା। ମୁଁ କ'ଣ ଦେଖୁଛି? ପଦ୍ମ ଘର, ଇଟା ଘର, ବାଉଁଶ ଘର, ପଥର ଘର ମୁଁ ଦେଖିଛି। ଜୀବନରେ ପ୍ରଥମ ଥର ମୁଁ ଏ ପଦ୍ମ ଘରକୁ ଦେଖୁଛି। ଯାଏ ସମସ୍ତଙ୍କୁ ଏ କଥା ଜଣେଇ ଦିଏ। ଆରେ ସମସ୍ତେ ଶୀଘ୍ର ମୋ ସାଙ୍ଗରେ ଆସ। ନଦୀ କୂଳରେ ନା ଏକ ପଦ୍ମ ଘର ଅଛି, ଦେଖିବ ଆସ। ତାପରେ ସବୁ ଚଢ଼େଇ ମିଶି ନଦୀ କୂଳକୁ ଗଲେ, ଆଉ ସେ ପଦ୍ମ ଘରକୁ ଦେଖିଲେ। କ'ଣ ଏମିତି କ'ଣ ପଦ୍ମ ଫୁଲରେ ଘର ତିଆରି ବା ସମ୍ଭବ? ଆରେ
ଏଥିରେ ଚମକିବାର କ'ଣ ଅଛି? ଆମେ ବେଳେ ବେଳେ ଫଳରେ ଘର ତିଆରି କରନ୍ତି, ସେମିତି କିଏ ଜଣେ ଫୁଲରେ ଘର ତିଆରି କରିଥିବ। ଯିଏ ବି ବନଉ, ଏବେ ଏ ଘରର ମାଲିକ ଏଠି ନାହିଁ। ଚାଲ ସମସ୍ତେ ମିଶି ଏ ଘରକୁ କିଛି କାମରେ ଲଗେଇବା। ମୁଁ ବି ସେମିତି କିଛି ଭାବୁଥିଲି। ଆମେ ସମସ୍ତେ କିଛି ନା କିଛି କାମ କରି ଖାଇବା ଯୋଗାଡ଼ କରିନିଅନ୍ତି, ହେଲେ କାଉର ଡେଣା ନଥିବାରୁ ସେ ବହୁତ କଷ୍ଟ କରି ଖାଇବା ଯୋଗାଡ଼ କରୁଛି। ଆମେ କାଉକୁ ଏ ଘର ଦେଇଦେବା। ପଦ୍ମ ଘର ବିଷୟରେ ଶୁଣିଲେ ଅନେକ ଚଢ଼େଇ ଘରକୁ ଦେଖିବା ପାଇଁ ଆସିବେ। କାଉ ସେମାନଙ୍କୁ ଏ ଘର ଦେଖି କିଛି ଟଙ୍କା ରୋଜଗାର କରିପାରିବ। ତମେ ମାନେ ବହୁତ ଭଲ, ମୋ ପାଇଁ କେତେ ଚିନ୍ତା କରୁଛ। ଆରେ କାଉ, ତୁ ଆମର ସାଙ୍ଗ, ତ ବିପଦ ସମୟରେ ଆମେ ତତେ ସାହାଯ୍ୟ କରିବୁନି କାହିଁକି? ଚାଲ ଚାଲ ସମସ୍ତେ ମିଶି ଏ ପଦ୍ମ ଘରକୁ ଆହୁରି ସୁନ୍ଦର କରି ସଜେଇ ଦେବା। ତାପରେ ସମସ୍ତେ ମିଶି ସେ ପଦ୍ମ ଘରକୁ ଆହୁରି ଭଲ ଭାବରେ ସଜେଇ ଦେଲେ। ଅନେକ ପକ୍ଷୀ ସେ ଘର ଦେଖିବା ପାଇଁ ଆଉ ରହିବା ପାଇଁ ସେଠାକୁ ଆସୁଥିଲେ। କାଉ ସେମାନଙ୍କୁ ସେ ଘରେ ରହିବାକୁ ଦେଇ ଅନେକ ଟଙ୍କା ରୋଜଗାର କରୁଥିଲା। ବୁଢ଼ୀମା, ତୁମର ଏତେ ବୟସ ହେଲାଣି, ଏ ବୟସରେ ଆରାମ ନ କରି ଏତେ ପରିଶ୍ରମ କରି କାହିଁକି ଖାଇବା ଯୋଗାଡ଼ କରୁଛ? ତୁମ ପୁଅ ଝିଅ କ'ଣ ତୁମର ଦେଖାଶୁଣା କରୁନାହାନ୍ତି? ମାରେ, ଏ ଦୁନିଆରେ ମୋର କେହି ନାହାନ୍ତି, କିଏ ମୋର ଦେଖାଶୁଣା କରିବ? ରହିବା ପାଇଁ ବି ମୋ ପାଖରେ ଘର ନାହିଁ। ଯେତେବେଳେ ଯାହା ପାଏ ଖାଏ, ନ ପାଇଲେ ଉପାସରେ ରହିଯାଏ। ବୁଢ଼ୀମା, ଆଉ ମନ ଦୁଃଖ କରନି, ମୋ ସାଙ୍ଗରେ ଆସ, ମୁଁ ତମ ରହିବା ଖାଇବାର ବ୍ୟବସ୍ଥା କରିଦେବି। ଏମିତି କହି ଚଢ଼େଇ ସେ ବୁଢ଼ୀକୁ ଧରି କାଉ ପାଖକୁ ଗଲା। କାଉର ଭଲ ରୋଜଗାର ହେବା ଯୋଗୁଁ ସେ ଦିନକୁ ଦିନ ଅହଙ୍କାରୀ ପାଲଟି ଯାଉଥିଲା। ଡେଣା ଭାଙ୍ଗିଯିବା ପରେ ମୁଁ ଭାବୁଥିଲି ମୁଁ ନ ଖାଇ ନ ପିଇ ମରିଯିବି। ଏ ପଦ୍ମ ଘର ପାଇଁ ମୁଁ ଅନେକ ଟଙ୍କା ରୋଜଗାର କରିପାରୁଛି। ଏବେ ମୋ ପାଖରେ ଆଉ କିଛି ବି ଅଭାବ ନାହିଁ। କାଉ, ତ ସଫଳତା ଦେଖି ଆମେ ସମସ୍ତେ ଖୁସି। ତୁ ଚାହିଁଲେ ଏବେ ଅନ୍ୟମାନଙ୍କୁ ବି ସାହାଯ୍ୟ କରିପାରିବୁ। ଏ ବୁଢ଼ୀମା ବହୁତ ଅସହାୟ, ତୁ ଟିକେ ତାଙ୍କୁ ସାହାଯ୍ୟ କର। ଚଢ଼େଇ, ମୁଁ ତ ମତଲବ ଭଲ ଭାବରେ ବୁଝୁଛି। ମୋର ଏତେ ଭଲ ରୋଜଗାର ହେଉଛି ବୋଲି ତୁ ଈର୍ଷା କରୁଛୁ ନା? ସେଥିପାଇଁ ଏ ଭିକାରୀ ବୁଢ଼ୀକୁ ମୋ ପାଖକୁ ନେଇ ଆସିଛୁ। ମୁଁ କାହାକୁ ବି ସାହାଯ୍ୟ କରିପାରିବିନି, ଚାଲିଯା ଏଠୁ। କାଉ, ତୁ ଏସବୁ କଥା କେମିତି କହିପାରୁଛୁ? ତୁ ବୋଧେ ଭୁଲି ଯାଉଛୁ, ଆମେ ସବୁ ଚଢ଼େଇ ତତେ ପଦ୍ମଘର ଦେଲୁ ବୋଲି ଆଜି ତୋର ଏତେ ଉନ୍ନତି ହେଇପାରିଲା। ଟଙ୍କା ଦେଖି ତୁ ଅହଙ୍କାରୀ ପାଲଟି ଯାଇଛୁ। ଯୋଉ ପଦ୍ମଘରକୁ ନେଇ ଏତେ ଗର୍ବ କରୁଛୁ, ସେଇ ପଦ୍ମଘର ତୋ ଧ୍ୱଂସର କାରଣ ହେବ। ଚାଲ ବୁଢ଼ୀମା, ଆଜିଠୁ ତୁମେ ମୋ ଘରେ ରହିବ, ମୁଁ ତୁମର ଦେଖାଶୁଣା କରିବି। ଏମିତି ବେଶ କିଛି ଦିନ ବିତିଗଲା। କାଉ ସମସ୍ତଙ୍କ ସହ ଖରାପ ବ୍ୟବହାର କରୁଥିଲା। ଧୀରେ ଧୀରେ ପଦ୍ମ ଘରକୁ ଚଢ଼େଇମାନଙ୍କ ଯିବା ଆସିବା କମିଗଲା। କଥା କ'ଣ, ଆଜି ଗୋଟେ ବି ଚଢ଼େଇ ମୋ ପଦ୍ମ ଘରେ ଆସି ରହିଲେନି? ମୁଁ କେବେ ବି ମୋ ପଦ୍ମ ଘରେ ରହିନି। ଆଜି ରାତି ମୁଁ ନିଜେ ମୋ ପଦ୍ମ ଘରେ ରହିବି। ଆଜି ହେଉଛି ପୂର୍ଣ୍ଣିମା ରାତି। ପଦ୍ମ ଘରେ ରହି ଜହ୍ନ ଦେଖିବାକୁ ଭାରି ଭଲ ଲାଗୁଛି। ଆରେ, ଏ କ'ଣ? ଏ ଘରଟା ଏମିତି ଭାସୁଛି କ'ଣ ପାଇଁ? ମୁଁ ଶୀଘ୍ର କବାଟ ଖୋଲେ। ଆରେ ଆରେ, କବାଟ ତ ଖୋଲୁନି। କିଏ ମୋତେ ବଞ୍ଚାଅ, ଏ ପଦ୍ମ ଘର ମୋତେ କୋଉଠିକି ନେଉଛି? ଆସିଗଲା ମୋ ପଦ୍ମ ଘର, ମୋ ପାଇଁ ଶିକାର ଆଣିଛୁ। ଏବେ ମୁଁ ପେଟ ପୁରା ଖାଇବି। ଏମିତି କହି ସେ ରାକ୍ଷସୀ ଚିଲ ପଦ୍ମ ଘର ଭିତରକୁ ଗଲା ଆଉ କାଉକୁ ମାରି ଖାଇଦେଲା। ଦିନେ ଜଙ୍ଗଲରେ ବୁଲି ବୁଲି ଗୋଟେ ମା ଚଢ଼େଇ କାମ ଖୋଜୁଥିଲା, ହେଲେ ସେ କୋଉଠି ବି କାମ ପାଇଲାନି। ଶେଷରେ ନିରାଶ ହେଇ ସେ ଘରକୁ ଫେରି ଆସିଲା। ମାରେ, ମୁଁ ଆଜି କୋଉଠି ବି କାମ ପାଇଲିନି। ଏବେ କେମିତି ଯେ ଘର ଚଳିବି କିଛି ବୁଝିପାରୁନି। ମା, ଚାଲ ଆମେ ଆଈଙ୍କ ପାଖକୁ ଯିବା, ତାଙ୍କଠୁ ଟଙ୍କା ଆଣି ଖାଇବା କିଣିବା। ମୁଁ ଯେବେ ବି ଆଈ ଘରକୁ ଯାଏ, ଆଈ ମତେ ଅନେକ ଟଙ୍କା ଦିଅନ୍ତି। ଆଈଙ୍କ ପାଖରେ ନା ବହୁତ ଟଙ୍କା ଅଛି। ହଁ, ତୁ ଠିକ କହିଲୁ। ଏବେ କେବଳ ମା ହିଁ ମତେ ସାହାଯ୍ୟ କରିପାରିବ। ଚାଲେ ମା, ତ ଆଈ ପାଖକୁ ଯିବା। ଆରେ ମା, ଏତେ ଦିନ ପରେ ଯାଇ ମୋ କଥା ତୋର ମନେ ପଡ଼ିଲା? କ'ଣ ହେଲା? ତମ ଦୁଇ ଜଣଙ୍କର ମୁହଁ ଶୁଖି ଯାଇଛି କାହିଁକି? କିଛି ଖାଇଛ କି ନାହିଁ? ଆମେ ଖାଇବା ଖାଇଛୁ ମା। କିଛି ଦିନ ଧରି ମୁଁ କାମ ଖୋଜୁଛି, ହେଲେ ପାଉନି। ଜାଣିପାରୁନି ଏବେ ଘର କେମିତି ଚଳିବି। ମତେ କିଛି ଟଙ୍କା ଦେଇଥାଅ ମା। ଘରର ସଉଦା କିଣିବା ପାଇଁ ବି ଏବେ ମୋ ପାଖରେ ଟଙ୍କା ନାହିଁ। ଆଚ୍ଛା ହଉ, ଗଲାବେଳେ ତୁ ମୋଠୁ ଟଙ୍କା ନେଇଯିବୁ।
ଏତେ ଦିନ ପରେ ମୋ ନାତୁଣୀ ଘରକୁ ଆସିଛି। ତମେ 2 ଜଣ କିଛି ଦିନ ମୋ ସାଙ୍ଗରେ ରହିଯାଅ। ନାଇଁ ମା, ରହିବା ପାଇଁ ବି ସମୟ ନାହିଁ। ଆମେ ଆଉ ଦିନେ ଆସିବୁ। ମୁଁ ପୁଣି କାମ ଖୋଜିବାକୁ ଯିବି। ମତେ କିଛି ଟଙ୍କା ଦେଇଥାଅ। ଆଚ୍ଛା ହଉ, ଏଇ ନେ। ଆରେ ମା, ତୁ ଯଦି କାମ ନ ପାଇବୁ କିଛି ଭାବିଛୁ ତୁ କ'ଣ କରିବୁ? ନାଇଁ ମା, ମୁଁ ସେ ବିଷୟରେ କିଛି ବି ଭାବିନି। ତୁ ତ ଜାଣୁରେ ମା, ତୋ ବାପାଙ୍କର ଏକ ଡଙ୍ଗା ଅଛି। ସେ ଚାଲିଯିବା ପରେ ତାଙ୍କ ଡଙ୍ଗା ସେମିତି ଖାଲି ପଡ଼ିଛି। ତୁ ସେ ଡଙ୍ଗା ନେଇଯା। ଯଦି କାମ ନ ପାଇବୁ ସେ ଡଙ୍ଗା ଦ୍ୱାରା ମାଛ ଧରି ଘର ଚଳିପାରିବୁ। ମା, ଭଲ ବୁଦ୍ଧିଟା ଦେଇଛ। ମୁଁ ଗଲାବେଳେ ସେ ଡଙ୍ଗାକୁ ବି ସାଙ୍ଗରେ ନେଇଯିବି। ତାପରେ ମା ଚଢ଼େଇ ଡଙ୍ଗା ନେଇ ତା ଛୁଆ ସାଙ୍ଗରେ ଘରକୁ ଫେରିଲା। ମାରି, ତୁ ଘରେ ଥା, ମୁଁ ଯାଉଛି। ବଜାରରୁ ଏକ ଜାଲ ନେଇ ଆସିବି। ତାପରେ ଆମେ ମାଛ ଧରିବାକୁ ଯିବା। ଏମିତି କହି ମା ଚଢ଼େଇ ବଜାରକୁ ଗଲା ଆଉ ଏକ ଜାଲ କିଣି ଆଣିଲା। ତାପରେ ସେମାନେ ଡଙ୍ଗା ଧରି ନଦୀ ପାଖକୁ ଗଲେ। ଡଙ୍ଗାରେ ବସି ମା ଛୁଆ ନଦୀ ଭିତରକୁ ଯାଇ ମାଛ ଧରିଲେ। ମା ଦେଖ, ଆଜି ଆମେ କେତେ ମାଛ ଧରିଲେ। ମା, ଏ ମାଛ ବିକ୍ରି କରି ମୋ ପାଇଁ ଆଜି ଗୋଟେ ଚକୋଲେଟ ଆଣିଦେବ। ହଁ ରେ ମା, ମୁଁ ଏ ମାଛ ବିକ୍ରି କରି ତୋ ପାଇଁ ଚକୋଲେଟ ଆଉ ଘର ପାଇଁ ସଉଦା ଆଣିବି। ଏମିତି ଯଦି ପ୍ରତିଦିନ ଆମେ ମାଛ ଧରିପାରିବା ମତେ ଆଉ କାମ ଖୋଜିବାକୁ ପଡ଼ିବନି। ତାପରେ ମା ଚଢ଼େଇ ସେ ମାଛ ଧରି ବଜାରକୁ ଗଲା ଆଉ ବିକ୍ରି କଲା। ସେ କିଛି ସଉଦା କିଣି ଘରକୁ ଫେରୁଥିଲା। ରାସ୍ତାରେ ତା ପାଖ ପଡ଼ୋଶୀ କାଉ ସହ ତାର ଦେଖା ହେଲା। ଆରେ ଚଢ଼େଇ, କଥା କ'ଣ? ସକାଳେ ତୁ କାମ ନ ପାଇବାରୁ ଅନେକ ଚିନ୍ତାରେ ଥିଲୁ। ଏବେ କ'ଣ ଏତେ ସଉଦା ଧରି ଘରକୁ ଯାଉଛୁ? କୋଉଠୁ ଟଙ୍କା ଚୋରି କରି ଆଣିଲୁ କି? ଏମିତି କଥା କାହିଁକି କହୁଛ କାଉ ଭାଇ? ମୁଁ କାହିଁକି କାହାଠୁ କିଛି ଚୋରି କରିବି? ଖାଇବାକୁ ନ ପାଇ ମରିଯିବି ପଛେ କାହାଠୁ କିଛି ଚୋରି କରିବିନି। ତେବେ ଶୁଣ, ମୁଁ ଏତେ ସଉଦା କେମିତି କିଣିଲି? ଚଢ଼େଇ କାଉକୁ ତାର ଡଙ୍ଗା ଆଣି ମାଛ ଧରିବା କଥା କହିଦେଲା। ଆଚ୍ଛା, ଏମିତି କଥା। ହଉ, ତୁ ଏବେ ଘରକୁ ଯା। ଚଢ଼େଇ ଆଉ କାଉ ନିଜ ନିଜ ଘରକୁ ଫେରିଗଲେ। ଆରେ ଜାଣିଛୁ, ଚଢ଼େଇ ନା ଏବେ ଆମଠୁ ବି ଅଧିକ ଟଙ୍କା ରୋଜଗାର କଲାଣି। ତମେ କ'ଣ କହୁଛ? ଚଢ଼େଇର ସ୍ୱାମୀ ମଲା ପରେ ସେ ଗୋଟେ ବି କାମ ଖୋଜିକି ପାଉନଥିଲା। ଏବେ ସେ ଏତେ ଟଙ୍କା କେମିତି ରୋଜଗାର କରୁଛି? କାଉ ତା ସ୍ତ୍ରୀକୁ ସବୁ ଘଟଣା କହିଲା। ସବୁ ଶୁଣି ତ କାଉର ସ୍ତ୍ରୀ ଈର୍ଷାରେ ଜଳିଗଲା। ମୁଁ ସେ ଚଢ଼େଇକୁ କେବେ ବି ଧନୀ ହେବାକୁ ଦେବିନି। ସେ ରୋଜଗାର କରୁଥିବା ରାସ୍ତାକୁ ହିଁ ମୁଁ ବନ୍ଦ କରିଦେବି। ଏମିତି ସେ 2 କାଉ ଏକ ଯୋଜନା ବନେଇଲେ। ରାତି ହେବା ପରେ ସେମାନେ ନଦୀ ପାଖକୁ ଗଲେ। ସେ ନଦୀ କୂଳରେ ହିଁ ଚଢ଼େଇ ତାର ଡଙ୍ଗା ରଖିଥିଲା। 2 କାଉ ମିଶି ଚଢ଼େଇର ଡଙ୍ଗା ଭିତରେ ଛୋଟ ଛୋଟ କଣା କରିଦେଲେ। ଏବେ ଦେଖିବି ସେ ଚଢ଼େଇ କେମିତି ଟଙ୍କା ରୋଜଗାର କରିବ। ଚାଲ ଚାଲ, କେହି ଦେଖିବା ପୂର୍ବରୁ ଶୀଘ୍ର ଏଠାରୁ ଚାଲିଯିବା। ତାପରେ 2 କାଉ ସେଠାରୁ ଚାଲିଗଲେ। ପରଦିନ ମା ଚଢ଼େଇ ତାର ଝିଅକୁ ଧରି ଡଙ୍ଗାରେ ବସି ନଦୀ ଭିତରକୁ ଯାଇ ମାଛ ଧରିଲା। କିଛି ସମୟ ପରେ ହିଁ ତାଙ୍କ ଡଙ୍ଗାରେ ପାଣି ଭର୍ତ୍ତି ହେଇଗଲା। ମା, ଆମ ଡଙ୍ଗାରେ ପାଣି ଭର୍ତ୍ତି ହେଇଗଲା। ଆମେ ଏବେ ଘରକୁ କେମିତି ଫେରିବା? ମୁଁ ତ କିଛି ଜାଣିପାରୁନି ରେ ମା। ଗତକାଲି ତ ଡଙ୍ଗା ଠିକ ଥିଲା। ଆଜି ଏମିତି କ'ଣ କେମିତି ହେଇଗଲା କିଛି ଜାଣି ହେଉନି। ଏ ନଦୀ ଅନେକ ବଡ଼। ଆମେ ଉଡ଼ିକି ବି ଏ ନଦୀ ପାର କରିପାରିବାନି। ମାରି, ତୁ ଜମା ବି ଡରନି। ମୁଁ ତ ପାଖକୁ ଯାଉଛି। ମା ଚଢ଼େଇ କିଛି କରିବା ପୂର୍ବରୁ ହିଁ ତାଙ୍କ ଡଙ୍ଗା ନଦୀରେ ବୁଡ଼ିଗଲା। ଏସବୁ ଦୂରରୁ 2 କାଉ ଦେଖୁଥିଲେ। ଯା ଚଢ଼େଇ ଯା, ଏବେ ଉପରେ ଯାଇ ମାଛ ବିକ୍ରି କରିବୁ ଯା। ଆରେ ମା, ଆମର କିଛି ବି ହେଇନି। ଆମେ ତ ଠିକ ଅଛେ। ପାଣି ଭିତରେ ଆମେ କେମିତିକା ଜାଗାକୁ ଚାଲି ଆସିଲେ? ତମ 2 ଜଣଙ୍କୁ ମୋ ଘରେ ସ୍ୱାଗତ। ଅନେକ ଦିନରୁ ମୁଁ ଏଠି ରହି ଆସୁଛି। ମୁଁ ଭଲ ଚଢ଼େଇମାନଙ୍କୁ ସାହାଯ୍ୟ କରି ତମମାନଙ୍କୁ ବିପଦରେ ଦେଖି ମୁଁ ମୋ ଶକ୍ତି ତମମାନଙ୍କୁ ଦେଇଦେଲି। ସେଥିପାଇଁ ତମେମାନେ ପାଣି ଭିତରେ ବି ନିଶ୍ୱାସ ନେଇପାରୁଛ। ଜଳପରି, ତୁମକୁ ଅନେକ ଅନେକ ଧନ୍ୟବାଦ। ତୁମ ପାଇଁ ଆଜି ଆମ ଜୀବନ ବଞ୍ଚିଗଲା। ଆରେ ଚଢ଼େଇ, ମୁଁ କହିଲି ନା ମୁଁ ଭଲ ଚଢ଼େଇମାନଙ୍କୁ ସାହାଯ୍ୟ କରେ। ମୁଁ ଜାଣେ ଚଢ଼େଇ, ତୁ ବହୁତ ଭଲ ଆଉ ପରିଶ୍ରମୀ। ମୁଁ ତତେ ସାହାଯ୍ୟ କରିନଥାନ୍ତି କେମିତି? ଚଢ଼େଇ, ମୁଁ ତୋର ଡଙ୍ଗାକୁ ବି ଠିକ କରିଦେଇଛି। ଏବେ ତୁ ଆରାମରେ ତୋ ଝିଅ ସହ ଏ ଡଙ୍ଗାରେ ଯାଇପାରିବୁ।
ଚଢ଼େଇ, ଏ ସବୁ ପଇଡ଼ ଗଛ ମୁଁ ଲଗେଇଛି। ଏସବୁ ଯାଦୁର ପଇଡ଼ ଗଛ। ତୁ ଏଥିରୁ କିଛି ନେଇଯା, ବଜାରରେ ବିକ୍ରି କରିବୁ। ଆଉ ଯଦି କେବେ ପଇଡ଼ ଦରକାର ହୁଏ ଏଠାକୁ ଆସି ନେଇଯିବୁ। ହଁ ମା, ଚାଲ ଆମେ କିଛି ପଇଡ଼ ନେଇଯିବା। ଏବେ ତ ଗରମ ଦିନ, ସମସ୍ତଙ୍କୁ ପଇଡ଼ ପାଣି ପିଇବାକୁ ଭଲ ଲାଗିବ। ତାପରେ ଚଢ଼େଇ କିଛି ପଇଡ଼ ଧରି ତା ଝିଅ ସାଙ୍ଗରେ ନଦୀ ଉପରକୁ ଆସିଲା। ଏ ସବୁ ଘଟଣା ଦୁଇ କାଉ ବି ଦେଖୁଥିଲେ। ଆରେ ତମେ ଦେଖିଲ, ସେ ଚଢ଼େଇ ମରିନି। ସେ ଏତେ ଗୁଡ଼ିଏ ପଇଡ଼ ଧରି ପାଣିରୁ କେମିତି ବାହାରିଲା? ନିଶ୍ଚୟ ଏ ନଦୀ ଭିତରେ ଯାଦୁର ଦୁନିଆ ଅଛି। ଚାଲ ଚାଲ, ଆମେ ବି ନିଜ ଡଙ୍ଗାକୁ କଣା କରି ନଦୀ ଭିତରକୁ ଯିବା, ଆଉ କିଛି ପଇଡ଼ ନେଇ ଆସିବା। ତାପରେ ଦୁଇ କାଉ ନିଜ ଡଙ୍ଗାକୁ ବି କଣା କରି ନଦୀ ଭିତରକୁ ଗଲେ। ସେମାନେ ଜଳପରି ପାଖରେ ପହଞ୍ଚିବା ପୂର୍ବରୁ ହିଁ ତାଙ୍କ ଡଙ୍ଗା ବୁଡ଼ିଗଲା, ଆଉ ସେମାନେ ସେଇ ନଦୀରେ ବୁଡ଼ି ମରିଗଲେ। ସେପଟେ ଚଢ଼େଇ ଯାଦୁର ପଇଡ଼ ବିକ୍ରି କରି ଅନେକ ଟଙ୍କା ପାଇଲା। ଯେତେବେଳେ ବି ତାର ପଇଡ଼ ଦରକାର ହେଉଥିଲା, ସେ ଜଳପରି ପାଖକୁ ଯାଉଥିଲା ଆଉ ତା ପାଖରୁ ପଇଡ଼ ନେଇ ଆସୁଥିଲା। ଏମିତି ମା ଚଢ଼େଇ ତା ଝିଅ ସହ ଖୁସିରେ ନିଜ ଜୀବନ ବିତେଇଲା। ଆରେ ମିଟୁ, ଏଯାଏ ଶୋଇଛୁ? ଶୀଘ୍ର ଉଠୁ। କଣ ହେଲା କାଉ? ସକାଳୁ ସକାଳୁ ଏତେ ଚିତ୍କାର କାହିଁକି କରୁଛୁ? ତୋ ପାଖରୁ କିଛି ଚୋରି ହେଇଯାଇଛି କି? ମୋ ପାଖରୁ କିଏ କାହିଁକି ଚୋରି କରିବ? ଆମେ ଦୁଇ ଜଣ ତ ଏ ଜଙ୍ଗଲର ସବୁଠୁ ବଡ଼ ଚୋର। ଶୁଣ, ମୁଁ ଆଜି ଦେଖି ଆସିଲି, ମୁନି ଆଉ ସୋନି ଚଢ଼େଇ ନୂଆ ଘର ତିଆରି କରିଛନ୍ତି। ତାଙ୍କ ଘର ଦୁଇଟା ଦେଖିବାକୁ ଭାରି ସୁନ୍ଦର। ଆମେ ଆଜି ହିଁ ସେ ଦୁଇ ଜଣଙ୍କ ଘର ଚୋରି କରିବା। ଆରେ ବା, ଦୁଇ ଜଣ ଦୁଇଟି ଘର ଚୋରି କରିବା? ଦୁଇଟି ଘର ବିକ୍ରି କଲେ ଭଲ ଟଙ୍କା ପାଇବା। ହେଲେ ଆମେ ଦୁଇ ଜଣ ଦୁଇଟା ଘର କେମିତି ଚୋରି କରିବା? ଏତେ ଦିନ ଚୋରି କଲୁଣି, ତଥାପି ତ ମୁଣ୍ଡରେ ବୁଦ୍ଧି ନାହିଁ। ଆଚ୍ଛା ହଉ ରହ, ମୁଁ କିଛି ଉପାୟ ଚିନ୍ତା କରୁଛି। ଆରେ ମିଳିଗଲା, ମତେ ଏକ ଉପାୟ ମିଳିଗଲା। ଏମିତି ସେ କାଉ ଆଉ ମିଟୁ ଯୋଜନା ବନେଇଲେ। ତାପରେ ସେମାନେ ମୁନି ଆଉ ସୋନି ଘରକୁ ଯିବା ପାଇଁ ବାହାରିଲେ। ମିଟୁ, ତୁ ସୋନିର ଘରକୁ ଯା। ଯେମିତି କହିଥିଲି ସେମିତି କରିବୁ। ମୁଁ ଯାଉଛି ମୁନି ଘରକୁ। ଠିକ ଅଛି କାଉ, ଦୁଇ ଜଣ ଘର ଚୋରି କରିସାରିଲା ପରେ ବଜାରରେ ଦେଖା କରିବା। ଆରେ ମୁନି, ମୁଁ ତତେ ଗୋଟେ କଥା କହିବାକୁ ଆସିଥିଲି। କଣ କହିବ କାଉ ଭାଇ? ମୁନି, ଆମ ଜଙ୍ଗଲର ଶେଷ ମୁଣ୍ଡରେ ଗୋଟେ କଦଳୀ ବଗିଚା ଅଛି। ସବୁ କଦଳୀ ଗଛରେ ଅନେକ ସାରା ମିଠା କଦଳୀ ଫଳିଛି। ମୁଁ ଯାଉଥିଲି କଦଳୀ ଆଣିବା ପାଇଁ, ରାସ୍ତାରେ ତ ଘର ଦେଖି ତତେ କହିବାକୁ ଚାଲି ଆସିଲି। ମିଟୁ ଆଉ ସୋନି ଚଢ଼େଇ କଦଳୀ ଆଣିବାକୁ ଚାଲିଗଲେଣି। ତୁ ବି ମୋ ସାଙ୍ଗରେ ଆ, ମିଠା ମିଠା କଦଳୀ ଆଣିବୁ। ସତରେ ନା କଣ କାଉ ଭାଇ? ମତେ ବି ତମ ସାଙ୍ଗରେ ନେଇଯାଅ, ମୁଁ ବି ମିଠା କଦଳୀ ଆଣିବାକୁ ଚାହୁଁଛି। ଆଚ୍ଛା ଠିକ ଅଛି, ଆସ ମୋ ସାଙ୍ଗରେ। ମୁନି, ମୁଁ ବ୍ୟାଗ ଆଣିବାକୁ ଭୁଲି ଯାଇଛି। ତୁ ଆଗ ଯା, ରାସ୍ତାରେ ମିଟୁ ଆଉ ସୋନି ଚଢ଼େଇକୁ ପାଇଯିବୁ। ମୁଁ ବ୍ୟାଗ ନେଇକି ଗଲେ ଅନେକ ସାରା କଦଳୀ ଆଣିପାରିବା। ଆଚ୍ଛା ଠିକ ଅଛି କାଉ ଭାଇ, ମୁଁ ଯାଉଛି। ଏମିତି ମିଛ କହି କାଉ ମୁନିକୁ ପଠେଇ ଶୀଘ୍ର ତା ଘରକୁ ଗଲା, ଆଉ ତା ଘର ଚୋରି କରି ନେଇଗଲା। ସେପଟେ ମିଟୁ ବି ସୋନି ଚଢ଼େଇକୁ ପଠେଇ ତା ଘର ବି ଚୋରି କରି ନେଇ ଆସିଲା। ଘର ତ ଚୋରି କରିନେଲେ, ଏବେ ଚାଲ ଆର ଜଙ୍ଗଲର ବଜାରକୁ ଯିବା। ସେଇ ବଜାରରେ ଏଇ ଦୁଇଟି ଘର ବିକ୍ରି କରିବା। ଏ ଜଙ୍ଗଲରେ ଏଇ ଦୁଇ ଘର ବିକ୍ରି କଲେ ଆମେ ଧରା ପଡ଼ିଯିବା। ଏମିତି କଥା ହେଇ ସେ ଦୁଇ ଜଣ ପାଖ ଜଙ୍ଗଲକୁ ଗଲେ, ଆଉ ଚୋରି କରିଥିବା ଦୁଇ ଘରକୁ ବିକ୍ରି କରିଦେଲେ। ଆଉ ସେ ଜଙ୍ଗଲକୁ ଫେରିବାନି, ନହେଲେ ବହୁତ ମାଡ଼ ଖାଇବା। ଆଜି ଆମେ ଏଇ ଜଙ୍ଗଲରେ ହିଁ ରହିଯିବା। ଏ ଜଙ୍ଗଲରେ ତ ଆମ ଘର ନାହିଁ, ଆମେ ରହିବା ପାଇଁ ଘର କୋଉଠୁ ପାଇବା? ଚାଲ ଘର ଖୋଜିବା, କୋଉଠି ନା କୋଉଠି ତ ପାଇଯିବା। କାଉ କହୁଥିଲା ଏଠି କଦଳୀ ବଗିଚା ଅଛି, ହେଲେ କାଇଁ ଏଠି ତ ଗୋଟେ ବି କଦଳୀ ଗଛ ନାହିଁ। କାଉ ମତେ ମିଛ କହି ଏତେ ହଇରାଣ କଲା, ମୁଁ ତାକୁ ଛାଡ଼ିବିନି। ମୁନି ଭଉଣୀ, ମୁଁ ସବୁ ଜାଗା ଖୋଜି ସାରିଲିଣି, ଏଠି ଗୋଟେ ବି କଦଳୀ ଗଛ ନାହିଁ। ଆମକୁ ପଠେଇ କାଉ ଆଉ ମିଟୁ ଆସିଲେନି। ସେମାନେ ଆମକୁ ବୋକା ବନେଇ ଆମର କ୍ଷତି କରିବାକୁ ଚାହୁଁଥିବେ। ଚାଲ ଚାଲ ଶୀଘ୍ର ଘରକୁ ଫେରିଯିବା। ଏଠି ମୋ ଘର ନାହିଁ। ମୁଁ ଏବେ ହିଁ ମୋ ନୂଆ ଘର ତିଆରି କରିଥିଲି, କିଏ ମୋ ଘର ଚୋରି କରି ନେଇଗଲା। ମୁନି, ମୋର ବି ଘର ନାହିଁ। ମତେ ଲାଗୁଛି ସେ କାଉ ଆଉ ମିଟୁ ଆମ ଘର ଚୋରି କରି ନେଇ ଯାଇଛନ୍ତି। ସେ ଦୁଇ ଜଣଙ୍କ ଉପରେ ବିଶ୍ୱାସ କରି ଭୁଲ ହେଇଗଲା।
ତାଙ୍କର କେବେ ଭଲ ହେବନି। ସେପଟେ କାଉ ଆଉ ମିଟୁ ଘର ଖୋଜୁ ଖୋଜୁ ଗୋଟେ ଚଢ଼େଇର ଘର ଦେଖି ତା ପାଖକୁ ଗଲେ। ଆରେ ଚଢ଼େଇ, ଆଜି ରାତିଟା ଆମକୁ ତ ଘରେ ରହିବାକୁ ଦେଇପାରିବୁ? ଆମେ ଜଙ୍ଗଲରୁ ଜଙ୍ଗଲ ବୁଲି ବୁଲି ବ୍ୟବସାୟ କରୁ। 2 ଦିନ ପାଇଁ କ'ଣ ଆଉ ଘର ତିଆରି କରିବୁ? ସେଥିପାଇଁ ଜଣଙ୍କ ଘରେ ରହିଯାଉ। ଓ ଆଚ୍ଛା, ଠିକ ଅଛି। ଆଜି ରାତି ତୁମେ 2 ଜଣ ମୋ ଘରେ ରହିଯାଅ, ମୁଁ ମୋ ଝିଅ ସାଙ୍ଗରେ ରୁହେ। ହେଲେ ତୁମେ 2 ଜଣ କ'ଣ ବ୍ୟବସାୟ କର? ଆମେ ଗୋଟେ ଜଙ୍ଗଲରୁ ଧାନ ଗହମ ଅଳ୍ପ ଦାମରେ କିଣି ଅନ୍ୟ ଏକ ଜଙ୍ଗଲରେ ବିକ୍ରି କରୁ। ଏମିତି ଆମେ ଆମ ବ୍ୟବସାୟ କରୁ। ଯାହା ବି ପାଉ ସେଥିରେ ଚଳିଯାଉ। ଆରେ ତମେ ମାନେ ତ ବହୁତ ଭଲ କାମ କର। ଆସ ଘର ଭିତରକୁ। ମା ଚଢ଼େଇ କାଉ ଆଉ ମିଟୁ ଉପରେ ଭରସା କରି ତାଙ୍କୁ ତା ଘରେ ରହିବାକୁ ଦେଲା। କାଉ ଭାଇ, ମିଟୁ ଭାଇ, ମୁଁ ଏବେ କାମକୁ ଯିବି। ଆଜି ଅନେକ ଡେରି ହେଇଗଲାଣି। ମା କୁନି, ତୁ କାଉ ଆଉ ମିଟୁ ଅଙ୍କଲଙ୍କ ସାଙ୍ଗରେ ଥା, ଜମା ଦୁଷ୍ଟ ହେବୁନି। ଆଚ୍ଛା ଠିକ ଅଛି ମା, କାମ ସରିଲା ପରେ ଶୀଘ୍ର ଘରକୁ ଫେରିବ। ତାପରେ ମା ଚଢ଼େଇ କାମକୁ ଚାଲିଗଲା। ସେ ଯିବା ପରେ କାଉ ତା ଘର ଚୋରି କରିବାକୁ ଚିନ୍ତା କଲା। ମିଟୁ ଶୁଣ, ତୁ ଏ ଛୁଆକୁ ଧରି ବାହାରକୁ ଯା। ମୁଁ ଯେତେବେଳେ ଘର ଚୋରି କରି ନେଇଯିବି ତୁ ବି ମୋ ପଛେ ପଛେ ଚାଲି ଆସିବୁ। ଆଚ୍ଛା ଠିକ ଅଛି। ମା କୁନି, ଚାଲ ବାହାରକୁ ଯାଇ ଆମେ ଫୁଟବଲ ଖେଳିବା। ତୁ ଶୀଘ୍ର ତ ଫୁଟବଲ ନେଇ ଆ। ମୁଁ ଅଙ୍କଲଙ୍କ ସାଙ୍ଗରେ ଫୁଟବଲ ଖେଳିବି। ଚାଲ ଚାଲ ଅଙ୍କଲ। ମିଟୁ ଚଢ଼େଇ ଛୁଆକୁ ନେଇ ବାହାରକୁ ଗଲା। କାଉ ଚଢ଼େଇର ଘର ଚୋରି କରି ନେଲା। ତା ପଛେ ପଛେ ମିଟୁ ବି ଗଲା। ଏ ସବୁ କିଛି ଚଢ଼େଇ ଛୁଆ ବି ଦେଖିଲା। ଅଙ୍କଲ, ଆମ ଘର କୁଆଡେ ନେଉଛ? ମୋ ମା କେତେ କଷ୍ଟ କରି ଘର ତିଆରି କରିଥିଲେ। ଆମ ଘର ନିଅନି, ଆମେ କୋଉଠି ରହିବୁ? ଚଢ଼େଇ ଛୁଆ ଯେତେ ଚିତ୍କାର କଲେ ବି କାଉ ଆଉ ମିଟୁ ତାର କିଛି କଥା ଶୁଣିଲେନି। ଚଢ଼େଇ ଛୁଆ କାନ୍ଦି କାନ୍ଦି ଘର ପାଖରେ ଥିବା ଗଛ ଡାଳରେ ବସି ରହିଲା। ଏମିତି ସନ୍ଧ୍ୟା ହେଇଗଲା। ଚଢ଼େଇ ନିଜ ଘରକୁ ଫେରି ଦେଖିଲା। କ'ଣ ହେଲା ରେ ମା, ତୁ ଏଠି ଏମିତି ବସି କାନ୍ଦୁଛୁ କ'ଣ ପାଇଁ? ଆଉ ଆମ ଘର କୁଆଡେ ଗଲା? ଚଢ଼େଇ ଛୁଆ ତା ମାକୁ ସବୁ ଘଟଣା କହିଲା। ବିଶ୍ୱାସଘାତକ ମାନେ, ତମ ମାନଙ୍କୁ ବିଶ୍ୱାସ କରି ମୁଁ ମୋ ଘରେ ତମ 2 ଜଣଙ୍କୁ ରହିବାକୁ ଦେଇଥିଲି। ହେଲେ ତମେ ମାନେ ମୋ ଘର ଚୋରି କରି ନେଇଗଲ। ତମ ମାନଙ୍କର କେବେ ଭଲ ହେବନି। ଭଗବାନ ତମ 2 ଜଣଙ୍କୁ ନିଶ୍ଚୟ ଶାସ୍ତି ଦେବେ। ଅନେକ ଦିନ ତ ହେଇଗଲାଣି। ଚାଲ ଏବେ ଆଉ ଏକ ଜଙ୍ଗଲକୁ ଯିବା, ଆଉ ସେଠି ଘର ଖୋଜିବା। ଏମିତି କଥା ହେଇ କାଉ ଆଉ ମିଟୁ ଏକ ଜଙ୍ଗଲକୁ ଗଲେ। କିଛି ଦୂର ଗଲା ପରେ ସେମାନେ 3ଟି ତରଭୁଜ ଘର ଦେଖିଲେ। ସେମାନେ ଶୀଘ୍ର ସେଠାକୁ ଗଲେ। ଘରେ କିଏ ଅଛ? ବାହାରକୁ ଆସନ୍ତୁ। କିଏ ତମେ ମାନେ? ଏଠାକୁ କ'ଣ ପାଇଁ ଆସିଛ? ଆମେ ପାଖ ଜଙ୍ଗଲରୁ ଆସିଛୁ। ଆଚ୍ଛା, ଏ 3ଟା ତରଭୁଜ ଘର କାହାର? ଏ 3ଟା ତରଭୁଜ ଘର ମୋର। ଗୋଟେ ଘରେ ମୁଁ ରୁହେ, ଆଉ 2ଟା ଘର ଫାଙ୍କା ପଡ଼ିଛି। ସେ 2ଟା ଘର ମୁଁ ଭଡ଼ା ଲଗେଇ ଯାହା ବି ପାଏ ସେଥିରେ ଚଳିଯାଏ। ମୁଁ ଜଣେ ଯାଦୁଗରକୁ ସାହାଯ୍ୟ କରିଥିଲି। ସେ ମୋ ଉପରେ ଖୁସି ହେଇ ମତେ 3 ତରଭୁଜ ଘର ଦେଇଛି। ତମେ ମାନେ ଚାହିଁଲେ ଏ 2 ଘରେ ଭଡ଼ାରେ ରହିପାରିବ। ଆରେ ମିଟୁ, ଏ ବୁଢ଼ୀ ଏକା, ଏ ଆମ ସହ ଲଢ଼େଇ କରିପାରିବନି। ଚାଲ ତାକୁ ମାରି ଏଠୁ ବିଦା କରିଦେବା। ତାପରେ 3 ଘର ଆମର ହେଇଯିବ। ଏମିତି ସେ 2 ଜଣ ପିଟି ପିଟି ବୁଢ଼ୀକୁ ସେଠାରୁ ବାହାର କରିଦେଲେ। ଆରେ ମିଟୁ, ଏ 3 ଘରକୁ ଆମେ ବିକ୍ରି କରିପାରିବାନି, କାରଣ ଏ 3 ଘର ଅଲଗା। ବିକ୍ରି କରିବାକୁ ଗଲେ ଆମେ ଧରା ପଡ଼ିଯିବା। ସେଥିପାଇଁ ଆମେ ଏଠି ରହିଯିବା। ମୋ ବୁଦ୍ଧି ପାଇଁ ଆମେ 3 ଘର ପାଇଛେ। ସେଥିପାଇଁ 2ଟା ତରଭୁଜ ଘର ମୋର। ମୁଁ ତତେ ଗୋଟେ ତରଭୁଜ ଘର ଦେଉଛି, ତୁ ସେଇଠି ରହ। ମୁଁ କ'ଣ ପାଇଁ ଗୋଟେ ଘର ନେବି? ମୁଁ ଯଦି ବୁଢ଼ୀ ଚଢ଼େଇକୁ ଅଧିକା ପିଟି ନଥାନ୍ତି ସେ ଏଠୁ ଯାଇ ନଥାନ୍ତା। ସେଥିପାଇଁ ମୁଁ 2ଟା ଘର ନେବି। ନା, ମୁଁ 2ଟା ଘର ନେବି। ବେଶୀ ଯୁକ୍ତି କରନି। ଏମିତି ସେ 2 ଜଣଙ୍କ ଭିତରେ ଝଗଡ଼ା ଲାଗିଗଲା। ଝଗଡ଼ା ଏତେ ବଢ଼ିଗଲା ଯେ 2 ଜଣ ଲାଠି ଧରି ମାରପିଟ ହେଲେ। ଶେଷରେ 2 ଜଣ ଆହତ ହେଇ ତଳେ ପଡ଼ିଗଲେ। ମରିଗଲି ରେ, ମରିଗଲି, ମୋ ମୁଣ୍ଡ ଫାଟିଗଲା। ମୋର ଏ ତରଭୁଜ ଘର ଦରକାର ନାହିଁ। କାଉ, ତୁ 3ଟା ଯାକ ତରଭୁଜ ଘର ନେଇଯା, ମତେ ବଞ୍ଚା। ମୋର ବି ମୁଣ୍ଡ ଫାଟି ଯାଇଛି। ମୁଁ ନିଜେ ଉଠି ପାରୁନି, ତତେ କେମିତି ବଞ୍ଚେଇବି? ମୋର ବି ଏ ଘର ଦରକାର ନାହିଁ। କିଏ ଅଛ? ଆମକୁ ବଞ୍ଚାଅ। ଏମିତି କହୁ କହୁ ହିଁ
ସେ 2 ଜଣ ମରିଗଲେ। ଏସବୁ ଦୂରରୁ ବୁଢ଼ୀ ଚଢ଼େଇ ବି ଦେଖୁଥିଲା। ସେ ତା ଘର ପାଖକୁ ଆସିଲା। ଅନ୍ୟକୁ କଷ୍ଟ ଦେଇ ତମେମାନେ ଭାବୁଥିଲ ଖୁସିରେ ରହିବ, ଦେଖିଲ ଆଜି ତମମାନଙ୍କର କ'ଣ ଅବସ୍ଥା ହେଲା। ବୁଢ଼ୀ ଚଢ଼େଇ ନିଜ ତରଭୁଜ ଘରକୁ ଫେରି ପାଇ ଖୁବ୍ ଖୁସି ହେଇଗଲା ଆଉ ଶାନ୍ତିରେ ରହିଲା। ଆରେ ତମେ ସବୁ କ'ଣ ମଞ୍ଜି ଆଣିଛ? ଦେଖିକି ଲାଗୁଛି ଏସବୁ ତରଭୁଜ ମଞ୍ଜି। ହଁ, ତୁ ଠିକ୍ କହିଲୁ। ଏ ବର୍ଷ ଆମେ ଜମିରେ ତରଭୁଜ ଚାଷ କରିବା। ଚାଲେ ଆମ ଜମିକୁ ଯାଇ ତରଭୁଜ ମଞ୍ଜି ବୁଣିଦେବା। 2 ଚଢ଼େଇ ନିଜ ଜମିକୁ ଗଲେ ଆଉ ତରଭୁଜ ମଞ୍ଜି ବୁଣିଲେ। ଏ ସବୁ କିଛି ଦୂରରୁ 2ଟି କାଉ ଦେଖୁଥିଲେ। ଆରେ ଦେଖ ଦେଖ, ଏ ଚିଣ୍ଟୁ ଚମେଲି ନିଜ ଜମିରେ ତରଭୁଜ ମଞ୍ଜି ବୁଣୁଛନ୍ତି। ଏଥର ଆଉ ଆମ ଖାଇବାର ଚିନ୍ତା ରହିବନି ନା କ'ଣ? ହଁ, ତୁ ଠିକ୍ କହିଲୁ। ଚାଲ ଏବେ ପାଖ ଜଙ୍ଗଲକୁ ବୁଲିବା ପାଇଁ ଯିବା। ଏଇ ଚଢ଼େଇଙ୍କ ତରଭୁଜ ବଡ଼ ହେଲେ ଆମେ ଆରାମରେ ପ୍ରତିଦିନ ତାଙ୍କ ତରଭୁଜ ଚୋରି କରି ଖାଇବା। ଏମିତି କଥା ହେଇ 2 କାଉ ପାଖ ଜଙ୍ଗଲକୁ ଚାଲିଗଲେ। ଏହିପରି ବେଶ କିଛି ଦିନ ବିତିଗଲା। ତରଭୁଜ ଗଛ ବାହାରି ସେଥିରେ ତରଭୁଜ ଫଳିଲା। ଦିନେ ଗୋଟେ ମା ଚଢ଼େଇ ସେ ଜମି ରାସ୍ତାରେ ଯାଉଥିଲା। ଏତେ ଗୁଡ଼ିଏ ତରଭୁଜ ଦେଖି ସେ ଅଟକି ଗଲା। ଆରେ ବା, ଚିଣ୍ଟୁ ଭାଇଙ୍କ ଜମିରେ କେତେ ବଢ଼ିଆ ତରଭୁଜ ଫଳିଛି। ମୁଁ ଯାଇ ତାଙ୍କୁ ପଚାରି ସେ କୋଉଠୁ ମଞ୍ଜି ଆଣି ଚାଷ କରିଛନ୍ତି। ମୁଁ ବି ତାଙ୍କ ପରି ଏ ବର୍ଷ ମୋ ଜମିରେ ତରଭୁଜ ଚାଷ କରିବି। ଆରେ ଚମେଲି ଭଉଣୀ, ଏ ବର୍ଷ ତୁମକୁ ଧନୀ ହେବାର ସୁଯୋଗ ମିଳିଛି। ତମ ଜମିରେ ନା ବହୁତ ଭଲ ତରଭୁଜ ଫଳିଛି। ମୁଁ ଆଜି ତୁମ ଜମି ରାସ୍ତାରେ ଯାଉଥିଲି, ସେତେବେଳେ ତୁମ ତରଭୁଜ ଚାଷ ଦେଖିଲି। ଭାବିଲି ତୁମ ସହ ଟିକେ ଦେଖା କରିଯାଏ। ଆଚ୍ଛା ଚମେଲି ଭଉଣୀ, ତୁମେ କୋଉଠୁ ଏତେ ଭଲ ତରଭୁଜ ମଞ୍ଜି ଆଣିଛ କହିଲ? ମୁଁ ବି ଏ ବର୍ଷ ତୁମ ପରି ତରଭୁଜ ଚାଷ କରିବାକୁ ଚାହୁଁଛି। ଆରେ ଚଢ଼େଇ, ମୋ ସ୍ୱାମୀ ତରଭୁଜ ମଞ୍ଜି ଆଣିଥିଲେ। ମୁଁ ଏ ବିଷୟରେ କିଛି ବି ଜାଣିନି। ତୁ ଟିକେ ଅପେକ୍ଷା କର, ମୋ ସ୍ୱାମୀ ଏବେ ଘରକୁ ଫେରିବେ। ତାଙ୍କ ସହ କଥା ହେଲେ ତୁ ସବୁ ଜାଣିପାରିବୁ। ଅନେକ ଦିନରୁ ମୁଁ ଆମ ଜମିକୁ ଯାଇନି। ତୋ ପାଖରୁ ଏତେ ଭଲ ତରଭୁଜ ଫଳିଛି ଜାଣି ଭାରି ଖୁସି ଲାଗିଲା। ମୁଁ ଆଜି ହିଁ ଆମ ଜମିକୁ ଦେଖିବାକୁ ଯିବି। ଏମିତି ସେ 2 ଚଢ଼େଇ କଥା ହେଉଥିଲେ। ସେତେବେଳେ ଚିଣ୍ଟୁ ଚଢ଼େଇ ଘରକୁ ଫେରିଲା। ମା ଚଢ଼େଇ ତା ପାଖରୁ ତରଭୁଜ ମଞ୍ଜି କୋଉଠୁ ଆଣିଥିଲା ତାର ଠିକଣା ଜାଣି ନିଜ ଘରକୁ ଫେରିଲା। ପରଦିନ ସକାଳେ, ଆରେ ମା, ତୁ ଘରେ ଥା। ମୁଁ ନ ଆସିବା ଯାଇ ବାହାରକୁ ଯିବୁନି। ମୁଁ ଦୂର ଜଙ୍ଗଲକୁ ଯାଉଛି ତରଭୁଜ ମଞ୍ଜି ଆଣିବା ପାଇଁ। ଆଚ୍ଛା ଠିକ୍ ଅଛି ମା, ମୁଁ ଘରେ ରହିବି, ବାହାରକୁ ଯିବିନି। ହେଲେ ମା, ଘରକୁ ଶୀଘ୍ର ଫେରିବ। ମତେ ଘରେ ଏକା ରହିବାକୁ ଭାରି ଡର ଲାଗେ। ମୁଁ ଶୀଘ୍ର ଫେରି ଆସିବି ରେ ମା। ଯା ଏବେ ଘର ଭିତରକୁ। ତାପରେ ମା ଚଢ଼େଇ ସେ ଦୂର ଜଙ୍ଗଲକୁ ଗଲା। ରାସ୍ତାରେ କାଉ ମାନଙ୍କ ସହ ତାର ଦେଖା ହେଲା। ଆରେ କାଉ ଭାଇ, କାଉ ଭଉଣୀ, ଏ ଦୂର ଜଙ୍ଗଲରେ ତମେ ମାନେ କ'ଣ କରୁଛ? ଆରେ ଚଢ଼େଇ, ମୁଁ ମୋ ମାମୁଁ ଘରକୁ ବୁଲିବା ପାଇଁ ଆସିଥିଲି। ହେଲେ ଚଢ଼େଇ, ତୁ ଏ ଜଙ୍ଗଲକୁ କ'ଣ ପାଇଁ ଆସିଛୁ? ମୁଁ ତରଭୁଜ ମଞ୍ଜି ନେବାକୁ ଆସିଛି। ଚିଣ୍ଟୁ ଭାଇଙ୍କର ଜମିରେ ଅନେକ ଭଲ ତରଭୁଜ ଫଳ ହେଇଛି। ସେ ଏଇ ଜଙ୍ଗଲରୁ ତରଭୁଜ ମଞ୍ଜି ନେଇ ଚାଷ କରିଥିଲେ। ସେଥିପାଇଁ ମୁଁ ବି ଏଠାକୁ ତରଭୁଜ ମଞ୍ଜି ନେବାକୁ ଆସିଛି। ସତରେ ନା କ'ଣ? ଆଚ୍ଛା ଚଢ଼େଇ, ଏବେ ତ ଯା, ଆମେ ବି ଆମ ଘରକୁ ଫେରିବୁ। ଅନେକ ଦିନ ହେଇଗଲାଣି ଆମେ ଘରକୁ ଯାଇନୁ। ଆରେ ତମେ ଶୁଣିଲ, ଚଢ଼େଇ କ'ଣ କହିକି ଗଲା? ଚିଣ୍ଟୁ ଚଢ଼େଇର ଜମିରେ ତରଭୁଜ ଫଳିଲାଣି। ଏଇଟା ଠିକ୍ ସମୟ ଆମ ଜଙ୍ଗଲକୁ ଫେରିବା ପାଇଁ। ଚାଲ ଏବେ ହିଁ ଘରକୁ ଯିବା ଆଉ ସୁଯୋଗ ଦେଖି ଚିଣ୍ଟୁ ଜମିର ତରଭୁଜ ଚୋରି କରି ନେଇ ଆସିବା। ସେଦିନ ହିଁ କାଉମାନେ ତାଙ୍କ ଜଙ୍ଗଲକୁ ଫେରିଲେ ଆଉ ରାତିରେ ସୁଯୋଗ ଦେଖି ଚିଣ୍ଟୁ ଚଢ଼େଇର ଜମିରୁ ଅଧା ତରଭୁଜ ଚୋରି କରି ନେଇଗଲେ। ପରଦିନ ସକାଳେ ଚିଣ୍ଟୁ ଆଉ ଚମେଲି ନିଜ ଜମିକୁ ଆସିଲେ। ସେମାନେ ଜାଣିଗଲେ ତାଙ୍କ ଜମିରୁ ଅଧା ତରଭୁଜ ଚୋରି ହେଇଯାଇଛି। ଆରେ ଦେଖ ନା, ଆମ ଜମିରେ ଅଧା ତରଭୁଜ ନାହିଁ। ନିଶ୍ଚୟ ରାତିରେ କିଏ ଆମ ତରଭୁଜ ଚୋରି କରି ନେଇଯାଇଛି। ହଁ, ତୁ ଠିକ୍ କହିଲୁ। ହେଲେ କିଏ ଆମ ଜମିରୁ ତରଭୁଜ ଚୋରି କରିଥିବ? ମୁଁ ତ କିଛି ବି ଜାଣିପାରୁନି। ଆରେ କ'ଣ ହେଲା? ଏ ବର୍ଷ ତୁମର ଭଲ ତରଭୁଜ ଚାଷ ହେଇଛି, ତଥାପି ତମେ ମାନେ ଏତେ ମନ ଦୁଃଖରେ କାହିଁକି ଅଛ? କ'ଣ କହୁଛ? ତୁମ ଜମିରୁ ଅଧା ତରଭୁଜ କିଏ ଚୋରି କରି ନେଇଯାଇଛି? ଇଏ ତ ସତରେ ବହୁତ ଚିନ୍ତାର କଥା। କିଏ ସେ ଚୋର?
ଏ ଜଙ୍ଗଲରେ ସମସ୍ତେ କିଛି ନା କିଛି ଚାଷ କରନ୍ତି। ସେ ଚୋରକୁ ଯଦି ଶୀଘ୍ର ନ ଧରିବା ତାର ସାହସ ବଢିଯିବ। ସେ ଅନ୍ୟମାନଙ୍କ ଜମିରୁ ବି ଚୋରି କରିବ। ମୁଁ ମୋର ଏକ ଛୋଟ ଜମିରେ ତରଭୁଜ ଚାଷ କରିଛି। ସେ ଚୋର ତମ ଜମିର ସବୁ ତରଭୁଜ ନେଇଯିବ। ଚଢ଼େଇ, ସେ ଚୋରକୁ ଧରିବା ପାଇଁ କିଛି ଉପାୟ ବାହାର କର। ଆମେ ତ କିଛି ବି ଚିନ୍ତା କରିପାରୁନୁ। ମୋ ପାଖରେ ତ କିଛି ବି ଉପାୟ ନାହିଁ। ହେଲେ ହଁ, ଆମେ ସମସ୍ତେ ଚିଲ ରାଜାଙ୍କ ପାଖକୁ ଯାଇପାରିବା। ସେ ନିଶ୍ଚୟ ଆମ ସମସ୍ୟାର ସମାଧାନ କରିପାରିବେ। ତାପରେ ସବୁ ଚଢ଼େଇ ମିଶି ଚିଲ ରାଜାଙ୍କ ପାଖକୁ ଗଲେ ଆଉ ତାଙ୍କର ସବୁ ସମସ୍ୟା କଥା କହିଲେ। ତମେ ମାନେ ଚିନ୍ତା କରନି, ମୋ ପାଖରେ ଏକ ରାସ୍ତା ଅଛି ଚୋରକୁ ଧରିବା ପାଇଁ। କିଛି ଦିନ ତଳେ ମୁଁ ଏକ ପରୀକୁ ସାହାଯ୍ୟ କରିଥିଲି। ସେ ମୋ ଉପରେ ଖୁସି ହେଇ ମୋତେ ଏକ ଲିଚୁ ଘର ଦେଇଥିଲା। ସେ ଲିଚୁ ଘର ମୋତେ ଅନେକ କାମରେ ସାହାଯ୍ୟ କରେ। ଆଜି ମୁଁ ତମମାନଙ୍କୁ ସେ ଲିଚୁ ଘର ଦେଉଛି। ଏ ଲିଚୁ ଘରକୁ ନେଇ ନିଜ ଜମିରେ ରଖିଦିଅ। ଚୋରକୁ ଧରିବାରେ ଏ ଲିଚୁ ଘର ତମମାନଙ୍କୁ ସାହାଯ୍ୟ କରିବ। ତାପରେ ସବୁ ଚଢ଼େଇ ମିଶି ସେ ଲିଚୁ ଘରକୁ ଧରି ତରଭୁଜ ଜମିକୁ ଆସିଲେ ଆଉ ଜମିର ମଝିରେ ସେ ଲିଚୁ ଘରକୁ ରଖି ସେଠାରୁ ଚାଲିଗଲେ। ସେପଟେ କାଉମାନେ ପୁଣି ଥରେ ଚୋରି କରିବା ପାଇଁ ଯୋଜନା କରୁଥିଲେ। ଆରେ ଶୁଣୁଛ, ଚାଲ ଆଜି ରାତିରେ ଆମେ ପୁଣି ଥରେ ସେ ଚିଣ୍ଟୁର ଜମିରୁ ଆଉ ଅଧା ତରଭୁଜ ନେଇ ଆସିବା। କିଛି ଖାଇବା ଆଉ କିଛି ପାଖ ଜଙ୍ଗଲକୁ ନେଇ ବିକ୍ରି କରିଦେବା। ଆରେ ଦେଖ, ସେଇଟା ଗୋଟେ ଲିଚୁ ଘର ନା? ଘର ଭିତରଟା କେମିତି ଚକଚକ କରୁଛି ଦେଖ। ମତେ ଲାଗୁଛି ଏଇ ଘର ଭିତରେ ଅନେକ ସୁନା ଅଛି। ହଁ, ମତେ ବି ସେମିତି ଲାଗୁଛି। ଏ ଲିଚୁ ଘରେ ନିଶ୍ଚୟ ସୁନା ଥିବ। ଚାଲ ଏବେ ତରଭୁଜ ନ ନେଇ ଏ ଘରୁ ସବୁ ସୁନା ନେଇଯିବା, ନହେଲେ ସକାଳେ ଚଢ଼େଇମାନେ ଏ ଘରୁ ସୁନା ନେଇଯିବେ। ଏମିତି ଚିନ୍ତା କରି ଦୁଇ କାଉ ସେ ଲିଚୁ ଘର ଭିତରକୁ ଗଲେ। ଯେମିତି ସେମାନେ ଘର ଭିତରକୁ ଗଲେ ବାହାର ପଟୁ କବାଟ ବନ୍ଦ ହେଇଗଲା। ସେ ଘର ଭିତରଟା ପୁରାପୁରି ଫାଙ୍କା ଥିଲା। ଭିତରେ କିଛି ବି ନଥିଲା। ଏ କଣ? ଏ ଘରେ ତ କିଛି ବି ନାହିଁ। ଘରଟା କଣ ଏକଦମ ଫାଙ୍କା? କବାଟ ବି ବନ୍ଦ ହେଇଗଲା। ଏବେ ଆମେ ବାହାରକୁ କେମିତି ଯିବା? ଏ କୋଉ ଭୂତ ଘରକୁ ଆମେ ଚାଲି ଆସିଲେ? ଏମିତି ସେ ରାତି ବିତି ଯାଇ ସକାଳ ହେଲା। ସବୁ ଚଢ଼େଇଙ୍କ ସହ ରାଜା ଚିଲ ବି ସେଠାକୁ ଆସିଲା। ଲିଚୁ ଘରର କବାଟ ଖୋଲିଗଲା। ଦୁଇ କାଉ ବାହାରକୁ ଆସିଲେ। ଛି ଛି, ତମେ ଦୁଇ କାଉ ତାହେଲେ ଚୋର? ଆଜି ତମେ ମାନେ ଧରା ପଡ଼ିଗଲ। ମୁଁ ତ ବିଶ୍ୱାସ କରିପାରୁନି, ତମେ ମାନେ ଆମର ଏତେ ବଡ଼ କ୍ଷତି କରୁଥିଲ। ତମ ମାନଙ୍କର ଏତେ ସାହସ ମୋ ଜଙ୍ଗଲରେ ରହି ଚଢ଼େଇମାନଙ୍କ ଫସଲ ଚୋରି କରୁଛ? ମୁଁ ତମମାନଙ୍କୁ ଉଚିତ ଶିକ୍ଷା ଦେବି। ଏବେ ସାରା ଜୀବନ ତମେମାନେ ଜେଲରେ ବନ୍ଦୀ ହେଇ ରହିବ। ନା ନା ମହାରାଜ, ଏଇ ଥରକ ଆମକୁ କ୍ଷମା କରିଦିଅନ୍ତୁ। ଆମେ ଆଉ କେବେ ବି ଏମିତି ଭୁଲ କରିବୁନି। ନା ଚିଲ ରାଜା, ଏମାନଙ୍କୁ ଜମା ବି କ୍ଷମା କରନ୍ତୁନି। ତମେ ଦୁଇ କାଉ ଚୋରି କରିବା ପୂର୍ବରୁ ଏସବୁ ଭାବିବାର ଥିଲା। ନିଜେ ଯଦି ପରିଶ୍ରମ କରି ଫସଲ ଫଳିଥାନ୍ତ, ଆଜି ଶାନ୍ତିରେ ରହିପାରିଥାନ୍ତ। ତା ନ କରି ଅନ୍ୟମାନଙ୍କ ପରିଶ୍ରମ ଚୋରି କରୁଛ। ତମେ ମାନେ ଶାସ୍ତି ପାଇବାର ଯୋଗ୍ୟ। ତାପରେ ଚିଲ ରାଜା ଦୁଇ କାଉଙ୍କୁ ନେଇ କାରାଗାରରେ ବନ୍ଦୀ କରି ରଖିଲା। ଚିଣ୍ଟୁ ଆଉ ଚମେଲି କାଉଙ୍କ ଘରୁ ତାଙ୍କର ଅଧା ତରଭୁଜ ନେଇ ଆସିଲେ। ସେବେଠାରୁ କାଉ ଚଢ଼େଇଙ୍କ ଜମିରୁ ଫସଲ ଚୋରି ହେଲା ନାହିଁ। ସବୁ ଚଢ଼େଇ ନିଜ ନିଜ ଫସଲ ବିକ୍ରି କରି ଖୁସିରେ ରହିଲେ।